ଥରେ ଗୋଟିଏ ଜଙ୍ଗଲରେ ରହୁଥିଲା ଏକ ଚୋର କାଉ। ସେ ଚଢ଼େଇମାନଙ୍କୁ ଠକି ତାଙ୍କ ଘରୁ ଖାଇବା ଚୋରି କରି ନେଇ ଯାଉଥିଲା। ଦିନେ ସେ ଧରା ପଡ଼ିଗଲା। ଚଢ଼େଇମାନେ ପିଟି ପିଟି ତାକୁ ଜଙ୍ଗଲରୁ ବାହାର କରିଦେଲେ। ସେହି ସମୟରେ ଜୋରେ ବର୍ଷା ଆରମ୍ଭ ହେଇଗଲା। ଚୋର କାଉ ବର୍ଷାରେ ଭିଜି ଭିଜି ଏକ ଗଛ ତଳେ ବସିଥିଲା। ଧେତ୍, ଟିକିଏ ଭୁଲ ପାଇଁ ମୁଁ ଚଢ଼େଇମାନଙ୍କ ପାଖରେ ଧରା ପଡ଼ିଗଲି। ସେମାନେ ମୋତେ ମୋ ଘରୁ ବାହାର କରିଦେଲେ। ମୁଁ ତ କିଛି ବି କାମ ଶିଖିନି। ଜାଣିପାରୁନି ଏବେ ଘର କେମିତି ତିଆରି କରିବି, ଖାଇବା କେମିତି ଯୋଗାଡ଼ କରିବି। ମୋ ଦ୍ୱାରା ଏତେ କାମ ହେଇପାରିବନି। ବର୍ଷା ଛାଡ଼ିବା ଯାଏଁ ମୁଁ ଏ ଗଛ ତଳେ ବସିଥାଏ। ଏଇ କାଉ, ତୁ ଘରକୁ ନ ଯାଇ ଏଇ ଝଡ଼ ବର୍ଷାରେ ଭିଜୁଛୁ କାହିଁକି? ତୁ କ'ଣ ଜାଣିନୁ ବିଜୁଳି ଘଡ଼ଘଡ଼ି ସମୟରେ ଗଛ ତଳେ ରହିବା ଠିକ୍ ନୁହଁ? ଯା, ଶୀଘ୍ର ନିଜ ଘରକୁ ଫେରିଯିବୁ। ଆରେ ଆରେ, ଏଇଟା ତ ଗୋଟେ ପରୀ। ମୁଁ ଶୁଣିଛି ପରୀମାନଙ୍କ ପାଖରେ ଯାଦୁ ଶକ୍ତି ଥାଏ। ମୁଁ ଏ ପରୀ ପାଖରେ ମିଛ ନାଟକ କରି ଏକ ଯାଦୁର ଘର ମାଗେ। ମୋତେ ଆଉ କାମ କରିବା ପାଇଁ ବାହାରକୁ ଯିବାକୁ ପଡ଼ିବନି। ସେ ଯାଦୁର ଘରେ ବସି ବସି ମୁଁ ଖାଇବା ପାଇଯିବି। ପରୀ, ମୋ ଦୁଃଖ କଥା ଆଉ କ'ଣ କହିବି। ମୁଁ ବହୁତ ଗରିବ। ମୋ ପାଖରେ ରହିବାକୁ ଘର ନାହିଁ। ଏଇ ଜଙ୍ଗଲର ଚଢ଼େଇମାନେ ବହୁତ ନିଷ୍ଠୁର। ମୁଁ ତାଙ୍କ ପାଖକୁ କାମ ମାଗିବାକୁ ଯାଇଥିଲି, ହେଲେ ସେମାନେ ମୋତେ ସାହାଯ୍ୟ ନ କରି ପିଟି ପିଟି ଜଙ୍ଗଲରୁ ବାହାର କରିଦେଲେ। ଆରେ କାଉ, ତୋର ତ ବହୁତ କଷ୍ଟ। ହଁ ପରୀ, ମୋର ବହୁତ କଷ୍ଟ। ହେଲେ ତୁମେ ଚାହିଁଲେ ମୋରି କଷ୍ଟ ଦୂର ହେଇଯିବ। ପରୀ, ମୋତେ ଗୋଟେ ଯାଦୁର ଘର ଦିଅ ନା, ଯେଉଁଠି ମୁଁ ଆଶ୍ରୟ ପାଇବି ଆଉ ଖାଇବା ବି ପାଇବି। ପରୀ, ତୁମେ ତ ଯାଦୁବିଦ୍ୟା ଜାଣିଥିବ। ଦିଅ ନା ପରୀ, ମୋତେ ଗୋଟେ ଯାଦୁର ଘର। ଠିକ୍ ଅଛି କାଉ, ମୁଁ ତତେ ଗୋଟେ ଘର ଦେବି। ହେଲେ ସେଇଟା ଯାଦୁର ଘର ନୁହଁ, ସାଧାରଣ ଘର। ମୋ ପାଖରେ ଏତେ ଯାଦୁ ଶକ୍ତି ନାହିଁ। ମୁଁ ଏଯାଏଁ ଭଲ ଭାବରେ ଯାଦୁବିଦ୍ୟା ଶିଖିନି। ହେଁ, ଏଇ ପରୀଟା ଏସବୁ କ'ଣ କହୁଛି? ସେ ଯାଦୁବିଦ୍ୟା ଶିଖିନି? ହାୟରେ ମୋ ପୋଡ଼ା କପାଳ। ଶେଷରେ ଗୋଟେ ଏମିତି ପରୀ ସହ ଦେଖା ହେଲା ଯିଏ ଯାଦୁ ଶିଖିନି। ଭାବିଥିଲି କ'ଣ ଆଉ ହେଲା କ'ଣ? ଆଚ୍ଛା ହଉ ପରୀ, ମୋତେ ସାଧାରଣ ଘର ଦେଇଥାଅ। ଏମିତିରେ ବି ମୋ ପାଖରେ ଘର ନାହିଁ। ଖାଇବା ମୁଁ ପରେ ଯୋଗାଡ଼ କରିବି। ଏଇ ନେ କାଉ, ଏଇଟା ଗୋଟେ ସାବୁନ ଘର। ଏଇଟା ଯାଦୁର ଘର ନୁହଁ, ସାଧାରଣ ଘର। ଏ ଘରେ ରହିବାର ସବୁ ବ୍ୟବସ୍ଥା ଅଛି। ଏମିତି କହି ପରୀ ସେଠାରୁ ଚାଲିଗଲା। ସେଦିନ ପରଠାରୁ କାଉ ସେ ସାବୁନ ଘରେ ରହିଲା। ଆଉ କେତେ ଦିନ ମୁଁ ନ ଖାଇ ରହିବି? ଏ ଘରେ ମୁଁ କେବଳ ଶୋଇପାରୁଛି, ହେଲେ ଖାଇବାକୁ ତ କିଛି ପାଉନି। ଏମିତି ଯଦି ଚାଲିବ ମୁଁ ଶୁଖିକି କଣ୍ଟା ହେଇଯିବି। ଧରା ପଡ଼ିଯିବା ପରେ ଚଢ଼େଇମାନେ ମୋତେ ଅନେକ ପିଟିଛନ୍ତି। ମୁଁ ଏବେ ତାଙ୍କ ଘରେ ଆଉ ଚୋରି ବି କରିପାରିବିନି। ଜାଣିପାରୁନି ଏବେ କ'ଣ କରିବି। କାଉ କ'ଣ କରିବା ଭାବୁଥିଲା। ହଠାତ୍ ସେ ଏକ ଦୁଷ୍ଟ ଉପାୟ ଚିନ୍ତା କଲା। ହଁ, ଭାବିନେଲି ଏବେ ମୁଁ କ'ଣ କରିବି। ଏବେ ଚଢ଼େଇମାନେ ନିଜେ ଆସି ମୋତେ ଖାଇବା ଦେବେ, ଆଉ ମୁଁ ବସି ବସି ଆରାମରେ ଖାଇବି। ଏମିତି ଚିନ୍ତା କରି ପରଦିନ ସକାଳେ କାଉ ଜୋର ଜୋରେ ଚିତ୍କାର କଲା। ଆସ ଆସ, ମୋ ପାଖକୁ ଆସ। ମୁଁ ହେଉଛି ଯାଦୁର ସାବୁନ ଘର। ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି। ଟଙ୍କା ପଇସା ଧନ ରତ୍ନ ଦେଇ ମୁଁ ତମକୁ ସାହାଯ୍ୟ କରିବି। ଯିଏ ବି ସାହାଯ୍ୟ ପାଇବାକୁ ଚାହୁଁଛ ମୋ ପାଖକୁ ଆସ। ଜଙ୍ଗଲର ଶେଷ ମୁଣ୍ଡରେ ମୁଁ ରହୁଛି। ଆସ ଆସ, ଏଇ ସାବୁନ ଘରକୁ ଶୀଘ୍ର ଆସ। ଚଢ଼େଇ, ଶୁଣିପାରୁଛୁ? କିଏ କହୁଛି ମୁଁ ସାବୁନ ଘର, ମୋ ପାଖକୁ ଆସ, ମୁଁ ସାହାଯ୍ୟ କରିବି। ହେଲେ ଚଢ଼େଇ, ସାବୁନ ଘର କ'ଣ କୋଉଠି ଥାଏ? ହଠାତ୍ ଆମ ଜଙ୍ଗଲକୁ ସାବୁନ ଘର କୋଉଠୁ ଆସିଲା? ମତେ ଲାଗୁଛି ନିଶ୍ଚୟ ଭଗବାନ ଆମକୁ ସାହାଯ୍ୟ କରିବା ପାଇଁ ଏ ସାବୁନ ଘରକୁ ଏଠାକୁ ପଠେଇଛନ୍ତି। ସେ ପରା କହୁଛି ସେ ଆମକୁ ଟଙ୍କା ପଇସା ଧନରତ୍ନ ଦେଇ ସାହାଯ୍ୟ କରିବ। ଏମିତି ହେଲେ ତ ଖୁବ ଭଲ ହୁଅନ୍ତା। ସାବୁନ ଘର ପାଇଁ ଆମ ଭଳି ଗରିବ ଚଢ଼େଇଙ୍କୁ ଅନେକ ସାହାଯ୍ୟ ମିଳନ୍ତା। ଚାଲ ଚଢ଼େଇ, ସେ ସାବୁନ ଘର ପାଖକୁ ଯିବା। ସମସ୍ତେ ଏପରି ସ୍ୱର ଶୁଣି ଜଣ ଜଣ କରି ସବୁ ଚଢ଼େଇ ସାବୁନ ଘର ପାଖକୁ ଗଲେ। ଆରେ ଦେଖ ସମସ୍ତେ, ଏଠି ସେ ଅଦ୍ଭୁତ ସାବୁନ ଘର ଅଛି। ଆଚ୍ଛା ସାବୁନ ଘର, ତୁମେ କ'ଣ ସତରେ ଆମକୁ ସାହାଯ୍ୟ କରିବ ନା ଆମକୁ ମିଛ କଥା କହୁଛ? ତମମାନଙ୍କୁ କ'ଣ ଲାଗୁଛି ମୁଁ ମିଛ କହୁଛି? ଜଣେ ଯାଦୁର ପରୀ ମୋତେ ଏଠି ରଖିଛନ୍ତି।
ମତେ ପରି କହିଥିଲେ ତମେ ମାନେ ବହୁତ ଗରିବ, ସେଥିପାଇଁ ମୁଁ ଏବେ ତମମାନଙ୍କୁ ଟଙ୍କା ପଇସା ଦେଇ ସାହାଯ୍ୟ କରିବି। ତୁମେ ସତ କହୁଛ? ତୁମେ ଆମକୁ ସାହାଯ୍ୟ କରିବ ସାବୁନ ଘର? ତାହେଲେ ଆଉ ଡେରି କାହିଁକି କରୁଛ? ଆମକୁ ଶୀଘ୍ର ସାହାଯ୍ୟ କର। ସାହାଯ୍ୟ ତ କରିବି, ହେଲେ ତା ପୂର୍ବରୁ ମୋର ଏକ ସର୍ତ୍ତ ଅଛି। ଯଦି ତମେ ମାନେ ରାଜି ହେବ ତାହେଲେ ଯାଇ ମୁଁ ତମମାନଙ୍କୁ ସାହାଯ୍ୟ କରିବି। ହଁ ହଁ, ଆମେ ତୁମର ସବୁ ସର୍ତ୍ତରେ ରାଜି। ଏବେ କୁହ, ତୁମକୁ କ'ଣ ଦରକାର? ତମେ ମାନେ ପ୍ରତ୍ୟେକ ଦିନ ମୋ ପାଇଁ ଖାଇବା ଆଣିବ। ଏଇ ସାବୁନ ଘରର ଝରକା ପାଖରେ ସବୁ ଖାଇବା ରଖିଦେବ। ଯିଏ ଯେତିକି ଖାଇବା ମତେ ଦେବ ମୁଁ ତାକୁ ସେତିକି ଟଙ୍କା ଦେଇ ସାହାଯ୍ୟ କରିବି। ହେଲେ ତୁମେ ତ ଗୋଟେ ସାବୁନ ଘର, ଆମ ଖାଇବା ନେଇ ତୁମେ କ'ଣ କରିବ? ଏତେ କଥା ଶୁଣିବାକୁ ମତେ ଭଲ ଲାଗେନି। ମତେ ଖାଇବା ଦେବ ନା ମୁଁ ଆଉ ଏକ ଜଙ୍ଗଲକୁ ଯିବି। ନା ନା, ଏ ଜଙ୍ଗଲ ଛାଡ଼ି ତୁମେ କୁଆଡ଼େ ବି ଯାଅନି। ଆମେ ତୁମର ସବୁ କଥା ମାନିବୁ। ତାପରେ ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପରଦିନ ସେମାନେ ସାହାଯ୍ୟ ପାଇବା ଆଶାରେ ନିଜେ ନ ଖାଇ ତାଙ୍କ ଖାଇବା ଧରି ସାବୁନ ଘର ପାଖକୁ ଗଲେ ଆଉ ଝରକା ପାଖରେ ରଖିଦେଲେ। ସେପଟେ ଏତେ ସାରା ଖାଇବା ଦେଖି କାଉର ଖୁସି ତ କହିଲେ ନ ସରେ। ବାଃ ବାଃ, ମୋର ତ କେତେ ବୁଦ୍ଧି। ଏବେ ମୁଁ ସବୁଦିନ ବସି ବସି ଖାଇବା ଖାଇବି। ସାବୁନ ଘର, ତୁମ କହିବା ଅନୁସାରେ ଆମେ ତୁମ ପାଇଁ ଖାଇବା ଆଣିଦେଲୁ। ଏବେ ଆମକୁ ସାହାଯ୍ୟ କର। ଓହୋ, ତମେ ମାନେ ଏତେ ଅଧୈର୍ଯ୍ୟ କାହିଁକି ହେଉଛ? ସମୟ ଆସିଲେ ସମସ୍ତେ ସାହାଯ୍ୟ ପାଇବ। ଏବେ ଯାଅ ଏଠୁ, ମତେ ବିରକ୍ତ କରନି। ଆଉ ହଁ, କାଲି ଠିକ୍ ସମୟରେ ଖାଇବା ଧରି ଏଠାକୁ ଆସିବ। ସାବୁନ ଘରର ଏପରି କଥା ଶୁଣି ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପ୍ରତିଦିନ ସେମାନେ ଖାଇବା ଆଣି ସାବୁନ ଘରର ଝରକା ପାଖରେ ରଖି ଦେଉଥିଲେ। କାଉ ବସି ବସି ଆରାମରେ ଖାଇବା ଖାଉଥିଲା। ଏମିତି କିଛି ଦିନ ବିତିଗଲା। ଦିନେ, ସାବୁନ ଘର, ତୁମେ କେବେ ଆମକୁ ସାହାଯ୍ୟ କରିବ? ତୁମ କହିବା ଅନୁସାରେ ପ୍ରତ୍ୟେକ ଦିନ ଆମେ ନିଜେ ନ ଖାଇ ତୁମକୁ ଖାଇବା ଦେଉଛୁ, ହେଲେ ଆଜି ଯାଏଁ ତୁମେ ଆମକୁ ସାହାଯ୍ୟ କାହିଁକି କରୁନ? ଚଢ଼େଇ, ମତେ ଲାଗୁଛି ଏ ସାବୁନ ଘର ମିଛ କଥା କହି ଆମକୁ ଠକୁଛି। ଆମର ସବୁ ଖାଇବା ଇଏ ନଷ୍ଟ କରିଛି। ୟାକୁ ଏଠି ରଖି କିଛି ଲାଭ ନାହିଁ। ଚାଲ ସମସ୍ତେ ମିଶି ଏ ସାବୁନ ଘରକୁ ଭାଙ୍ଗିଦେବା। ନା ଥିବ ବାଉଁଶ ଆଉ ନା ବାଜିବ ବଇଁଶୀ। ସବୁ ଚଢ଼େଇ ରାଗି ଯାଇ ଲାଠି ଆଣି ସାବୁନ ଘରକୁ ପିଟି ପିଟି ଭାଙ୍ଗିଦେଲେ। ଏ କ'ଣ ଦୁଷ୍ଟ କାଉ, ତୁ ତାହେଲେ ଆମକୁ ଠକି ପ୍ରତିଦିନ ଆମଠୁ ଖାଇବା ଖାଉଥିଲୁ? ନା, ଇଏ ଚୋରି କରି ମାଡ଼ ଖାଇଲା ପରେ ବି ତତେ ଶିକ୍ଷା ମିଳିଲାନି? ଆରେ ସମସ୍ତେ ଦେଖୁଛ କ'ଣ? ଏ କାଉକୁ ଉଚିତ ଶିକ୍ଷା ଦରକାର। ମାର ଏ କାଉକୁ। ସାବୁନ ଘରେ କାଉକୁ ଦେଖି ଚଢ଼େଇ ମାନେ ଅନେକ ରାଗି ଯାଇଥିଲେ। ସମସ୍ତେ ମିଶି କାଉକୁ ଅନେକ ପିଟିଲେ। ଆଉ ମାଡ଼ ସହି ନ ପାରି କାଉ କୌଣସି ମତେ ନିଜ ଜୀବନ ନେଇ ସେ ଜଙ୍ଗଲ ଛାଡ଼ି ଦୂରକୁ ଚାଲିଗଲା। ଗୋଟିଏ ଜଙ୍ଗଲରେ ଥିଲା ଏକ ରାଣୀ କାଉ। ସେ ପ୍ରତି ମାସରେ ଚଢ଼େଇଙ୍କଠୁ ଖଜଣା ଆଦାୟ କରୁଥିଲା। ଯିଏ ବି ଖଜଣା ଦେଉନଥିଲା କାଉ ତା ଉପରେ ଅନେକ ଅତ୍ୟାଚାର କରୁଥିଲା। ଏମିତି ଦିନେ, ଚଢ଼େଇ, ଘରେ ଯଦି ଅଛୁ ଶୀଘ୍ର ବାହାରକୁ ଆସେ। 3 ମାସ ଧରି ମତେ ଖଜଣା ଦେଇନୁ, ଆଜି ତୋର ରକ୍ଷା ନାହିଁ। ଶୀଘ୍ର ବାହାରକୁ ଆସ। ରାଣୀ କାଉର ଚିତ୍କାର ଶୁଣି ଚଢ଼େଇ ଆଉ ତାର ଛୁଆ ଘର ବାହାରକୁ ଚାଲି ଆସିଲେ। ମା ଚଢ଼େଇଟି ଡରି ଡରି କହିଲା, ରାଣୀ ମା, ଏଥର ମୋ ଜମିରେ ଫସଲ ହେଇନି। ଏବେ ତ ଖରାଦିନ ଚାଲିଛି। ପାଣି ଅଭାବରେ ମୁଁ କିଛି ବି ଚାଷ କରିପାରିଲିନି। ସେଥିପାଇଁ ମୁଁ ଆପଣଙ୍କ ଖଜଣା ଦେଇନି। ମୋ ଜଙ୍ଗଲରେ ଯାହାର ବି ଜମି ଅଛି ସେ ମୋତେ ଖଜଣା ଦେବାକୁ ବାଧ୍ୟ। ତୋର ଫସଲ ହେଲା କି ନହେଲା ସେ କଥା ମୁଁ ଜାଣିନି। ଠିକ୍ ସମୟରେ ତୁ ଖଜଣା ଦେଇନୁ ମାନେ ଏବେ ତୁ ଶାସ୍ତି ପାଇବୁ। ଏଇ ଥରକ ମୋତେ କ୍ଷମା କରିଦିଅନ୍ତୁ ରାଣୀ ମା। ଏଭଳି ଭୁଲ ଆଉ କେବେ ବି ହେବନି। ମୋ ଫସଲ ନହେଲେ ବି ଖୁବ୍ ଶୀଘ୍ର ମୁଁ ଆଉ କିଛି କାମ କରିକି ଆପଣଙ୍କୁ ଖଜଣା ଦେଇଦେବି। ଏଇ ଥରକ ମୋତେ ଛାଡ଼ି ଦିଅନ୍ତୁ। କ୍ଷମା କ'ଣ ମୁଁ ଜାଣିନି। ଆଜିଠୁ ତୋର ଜମି ଆଉ ତୋର ଘର ସବୁ ମୋର ହେଇଗଲା। ଆରେ ଛିଡ଼ାଇ ଦେଖୁଛ କ'ଣ? ଯାଅ ପିଟି ପିଟି ଚଢ଼େଇକୁ ଜଙ୍ଗଲରୁ ବାହାର କରିଦିଅ। ରାଣୀ କାଉର କଥା ଶୁଣି ତାର ସିପାହୀମାନେ ମା ଚଢ଼େଇକୁ ବହୁତ ପିଟିଲେ। ଟଙ୍କା ନହେଲେ ମୁଁ ଖଜଣା ଦେବି କେମିତି? ରାଣୀ ମା, ମୋ ଉପରେ ଟିକେ ଦୟା କରନ୍ତୁ। ମୋତେ ଆଉ ମାରନି, ମୋତେ ଛାଡ଼ି ଦିଅ। ଛାଡ଼ ମୋ ମାକୁ। ମା, ଏମାନେ ତମକୁ ମାରୁଛନ୍ତି କାହିଁକି? କିଏ ଅଛ? ଶୀଘ୍ର ଆସ।
ମୋ ମାକୁ ଏମାନେ ମାରୁଛନ୍ତି, ଆମକୁ ରକ୍ଷା କର। ଚଢ଼େଇ ଛୁଆର ଚିତ୍କାର ସମସ୍ତେ ଶୁଣିଲେ ବି ଦୁଷ୍ଟ ରାଣୀକାଉ ଭୟରେ କେହି ବି ସେଠାକୁ ଆସିଲେନି। ସିପାହୀମାନେ ପିଟି ପିଟି ଚଢ଼େଇ ଆଉ ତାର ଛୁଆକୁ ଜଙ୍ଗଲରୁ ବାହାର କରିଦେଲେ। ଭଗବାନ, ଆଉ ମୋର କେତେ ପରୀକ୍ଷା ନେବ? ସ୍ୱାମୀ ଚାଲିଯିବା ପରେ ଅତି କଷ୍ଟରେ ମୁଁ ରହିବା ପାଇଁ ଏକ ଘର ତିଆରି କରିଥିଲି। ଆଜି ମୋ ପାଖରୁ ସେଇଟା ବି ଚାଲିଗଲା। ଏବେ ମୁଁ ମୋ ଛୋଟ ଛୁଆକୁ ନେଇ କୁଆଡ଼େ ଯିବି? ମା, ସେ ଦୁଷ୍ଟ ଚଢ଼େଇମାନେ ଆମକୁ ଘରୁ କାହିଁକି ବାହାର କରିଦେଲେ? ମୋତେ ଭାରି ଭୋକ ଲାଗିଲାଣି। ଚାଲ ନା ମା, ଘରକୁ ଯିବା, ମୁଁ ଭାତ ଖାଇବି। ଏମିତି କହି ଛୋଟ ଚଢ଼େଇ ଛୁଆଟି ଘରକୁ ଯିବା ପାଇଁ ତା ମାର ହାତକୁ ଟାଣୁଥିଲା। ମା ଚଢ଼େଇଟି ତାର କିଛି ବି ଉତ୍ତର ଦେଉନଥିଲା। ସେ ମନରେ ଚିନ୍ତା କଲା, ଏମିତି ରାସ୍ତା ରାସ୍ତା ବୁଲିବା ଅପେକ୍ଷା ମରିଯିବାଟା ବହୁତ ଭଲ। ହେଲେ ମୁଁ ଏକା ମରିବିନି, ମୋ ଛୁଆକୁ ବି ସାଙ୍ଗରେ ନେଇଯିବି। ସେ ଏକୁଟିଆ ଏଠି ରହିଲେ ଖାଇବାକୁ ନ ପାଇ ଛଟପଟ ହେବ। ଏମିତି ଚିନ୍ତା କରି ମା ଚଢ଼େଇ ତା ଛୁଆର ହାତ ଧରି ତାକୁ ଟାଣି ଟାଣି ନଦୀ ପାଖକୁ ନେଇଯାଏ। ମା, ମୋତେ କୋଉଠିକି ନେଉଛ? ମୋ ହାତ ଛାଡ଼ ମା, ମୋତେ ଭାରି କଷ୍ଟ ହେଉଛି। ହେଲେ ମା ଚଢ଼େଇ ତାର କିଛି ବି ଉତ୍ତର ଦେଉନଥିଲା। ସେ ନଦୀ କୂଳରେ ପହଞ୍ଚିଲା ପରେ ଯେମିତି ନଦୀରେ ଡେଇଁବାକୁ ଚେଷ୍ଟା କଲା, ହଠାତ୍ ପାଣି ଭିତରୁ ଏକ ଜଳପରୀ ବାହାରି ଆସିଲା। ଚଢ଼େଇ, ଏ ନଦୀରେ ତୁ କାହିଁକି ଡେଇଁବାକୁ ଆସିଛୁ? ତୁ କ'ଣ ଜାଣିନୁ ଆତ୍ମହତ୍ୟା କରିବା ମହାପାପ? ଏଭଳି ଭୁଲ ତୁ କାହିଁକି କରିବାକୁ ଚାହୁଁଛୁ? କହ ମୋତେ। ତୁମେ ଯେତେବେଳେ ଜାଣିପାରିଲ ମୁଁ ଆତ୍ମହତ୍ୟା କରିବାକୁ ଆସିଛି, ତାର କାରଣ ବି ତ ତୁମେ ଜାଣିଥିବ। ତୁମେ ହିଁ କୁହ, ଆତ୍ମହତ୍ୟା କରିବା ଛଡ଼ା ମୋ ପାଖରେ ଆଉ କ'ଣ ରାସ୍ତା ଅଛି? ଏ ଜଙ୍ଗଲରେ ରହିବା ବହୁତ କଷ୍ଟ। କେହି କାହାରି ଦୁଃଖ ବୁଝିପାରନ୍ତିନି। ମୁଁ ଆଉ ଏ ଜଙ୍ଗଲରେ ରହିବାକୁ ଚାହୁଁନି। ହଁ, ମୁଁ ସବୁ ଜାଣିଛି। ମୁଁ ନଦୀ ଭିତରେ ରହିଲେ ବି ନଦୀ ଉପରେ କ'ଣ ଘଟୁଛି ମୁଁ ସେସବୁ ଜାଣେ। ତୁ ଏ ଜଙ୍ଗଲରେ ରହିବାକୁ ଚାହୁଁନୁ ତ? ଠିକ୍ ଅଛି, ମୁଁ ତତେ ସାହାଯ୍ୟ କରିବି। ରହିବାକୁ ମୁଁ ତତେ ଘର ବି ଦେବି। ଏ ନଦୀ ଭିତରେ ଏକ ବଡ଼ ଘର ଅଛି। ତମେ ମା ଛୁଆ ଆଜିଠୁ ସେଇ ଘରେ ରହିବ। ସେ ଘରେ ହୀରା ସୁନାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁ ଜିନିଷ ଅଛି। ତମେମାନେ ସେଠି ସବୁ ସୁବିଧା ପାଇବ। ତୁମେ ଆମକୁ ସାହାଯ୍ୟ କରିବ ଯେ, ହେଲେ ଆମେ ତ ଚଢ଼େଇ, ନଦୀ ଭିତରେ ଆମେ ରହିବୁ କେମିତି? ପାଣି ଭିତରେ ତ ଆମେ ନିଶ୍ୱାସ ନେଇପାରିବୁନି। ସେମିତି ହେଲେ ତ ଆମେ ମରିଯିବୁ। ସେ କଥା ତମେମାନେ ଚିନ୍ତା କରନି। ପାଣି ଭିତରେ ରହିବା ପାଇଁ ମୁଁ ତମମାନଙ୍କୁ ଶକ୍ତି ଦେବି। ଏମିତି କହି ଜଳପରୀ ଚଢ଼େଇ ଆଉ ତାର ଛୁଆକୁ ପାଣି ଭିତରେ ରହିବାର ଶକ୍ତି ଦେଲା। ତାପରେ ସେ ସେମାନଙ୍କୁ ନେଇ ନଦୀ ଭିତରକୁ ଗଲା। ନଦୀ ଭିତରେ ଏକ ବଡ଼ ଘର ଥିଲା। ଜଳପରୀ ମା ଚଢ଼େଇ ଆଉ ତାର ଛୁଆକୁ ସେଇ ଘରେ ପହଞ୍ଚେଇ ଦେଲା। ତାପରେ ସେ ସେଠାରୁ ଚାଲିଗଲା। ଏହିପରି ଅନେକ ଦିନ ବିତିଗଲା। ମା ଛୁଆ ନଦୀ ଭିତରେ ବହୁତ ଖୁସିରେ ଥିଲେ। ସେପଟେ ଦୁଷ୍ଟ ରାଣୀକାଉର ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲିଥିଲା। ଚଢ଼େଇମାନେ ଖୁବ୍ ଚିନ୍ତାରେ ଥିଲେ। ମା, ଜାଣିଛ, କାଲି ମୁଁ ନଦୀ କୂଳକୁ ଯାଇଥିଲି। ସେଠି ନା କିଛି ଚଢ଼େଇ କଥା ହେଉଥିଲେ। ସେମାନେ କହୁଥିଲେ ସେ ଜଙ୍ଗଲର ଦୁଷ୍ଟ ରାଣୀକାଉ ଗରିବ ଅସହାୟ ଚଢ଼େଇଙ୍କ ଉପରେ ଅନେକ ଅତ୍ୟାଚାର କରୁଛି। ସେମାନଙ୍କୁ ସେ ଘରୁ ବାହାର କରିଦେଉଛି। ମୁଁ ବି ଏକଥା ଜାଣିବାକୁ ପାଇଲି ରେ ମା। ସେ ଦୁଷ୍ଟ ରାଣୀକାଉ ପାଇଁ ଆମ ପରି କେତେ ଗରିବ ଅସହାୟ କଷ୍ଟ ପାଉଛନ୍ତି। ଆମର ଏ ଘରେ ତ ଅନେକ ସୁନା ଟଙ୍କା ଅଛି। ମୁଁ ଭାବୁଛି ଏଠୁ କିଛି ସୁନା ଟଙ୍କା ନେଇ ମୁଁ ଗରିବ ଚଢ଼େଇଙ୍କୁ ସାହାଯ୍ୟ କରିବି, ଯେମିତି ସେମାନେ ଆମ ପରି କଷ୍ଟ ନ ପାଇବେ। ଏମିତି କଥା ହେଇ ସେ ମା ଛୁଆ କିଛି ସୁନା ଟଙ୍କା ଏକ ପୋଟଳିରେ ବାନ୍ଧି ନଦୀ ଉପରକୁ ଆସିଲେ। ସେଠି ସେମାନେ ଛିଡ଼ା ହେଇ ଗରିବ ଚଢ଼େଇଙ୍କୁ ଅପେକ୍ଷା କଲେ। ସେତେବେଳେ ଏକ ଚଢ଼େଇ ସେ ରାସ୍ତାରେ ଯାଉଥିଲା। ସେ ମା ଚଢ଼େଇର ସାଙ୍ଗ ଥିଲା। ସେ ସେମାନଙ୍କୁ ଦେଖି ତାଙ୍କ ପାଖକୁ ଗଲା। ଆରେ ସାଙ୍ଗ, ତୁ ତ ଛୁଆ ସହ ଏବେ କୋଉଠି ରହୁଛୁ? ରାଣୀକାଉ ତତେ ଜଙ୍ଗଲରୁ ବାହାର କଲା ପରେ ମୁଁ ତତେ ଅନେକ ଖୋଜିଛି, ହେଲେ ତତେ କୋଉଠି ବି ପାଇଲିନି। ଏବେ ତୁ କୋଉଠି ରହୁଛୁ? ମୁଁ ମୋ ଛୁଆ ସହ ଏଇ ନଦୀ ଭିତରେ ଘର କରି ରହୁଛି। ସେସବୁ ଅନେକ କଥା। ଆଉ କେବେ ସମୟ ପାଇଲେ ମୁଁ ତତେ ସବୁ ଘଟଣା କହିବି। ମୁଁ ଜାଣିଛି ତୁ ବହୁତ ଗରିବ। ମୁଁ କିଛି ସୁନା ଟଙ୍କା ଆଣିଛି। ଏଇ ନେ, ଏସବୁ ନେଇ ତୁ ଆରାମରେ ଚଳିପାରିବୁ। ସେ ଦୁଷ୍ଟ ରାଣୀକାଉର ଅତ୍ୟାଚାର ତତେ ଆଉ ସହିବାକୁ ପଡ଼ିବନି। ମୁଁ ପ୍ରତ୍ୟେକ ଦିନ କିଛି ସୁନା ଟଙ୍କା ଆଣି ଏଠି ଛିଡ଼ା ହେଇଥିବି। ତୁ ଏକଥା ଜଙ୍ଗଲର ସବୁ ଚଢ଼େଇଙ୍କୁ କହିଦେବୁ। ମୁଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି। ଏମିତି କହି ଚଢ଼େଇ ତାକୁ ସବୁ ସୁନା ଟଙ୍କା ଦେଇ ସେଠାରୁ ଚାଲିଗଲା। ସେ ଚଢ଼େଇ ବି ସମସ୍ତଙ୍କୁ ଏକଥା ଜଣାଇଦେଲା। ପ୍ରତ୍ୟେକ ଦିନ ଗରିବ ଚଢ଼େଇମାନେ
ନଦୀ କୂଳକୁ ଯାଉଥିଲେ। ମା ଚଢ଼େଇ ତାଙ୍କୁ ସୁନା ଟଙ୍କା ଦେଇ ସାହାଯ୍ୟ କରୁଥିଲା। ଧୀରେ ଧୀରେ ଏକଥା ରାଣୀ କାଉ ବି ଜାଣିପାରିଲା। ଟଙ୍କା ନ ଦେବାରୁ ମୁଁ ସେ ଚଢ଼େଇକୁ ଏ ଜଙ୍ଗଲରୁ ବାହାର କରିଦେଇଥିଲି। ନଦୀ ଭିତରେ ସେ ଗୁପ୍ତଧନ ପାଇ ବଡ଼ ଲୋକ ହେଇଯାଇଛି। ସେ ନଦୀ ମୋ ଜଙ୍ଗଲରେ ଅଛି ମାନେ ତା ଭିତରେ ଥିବା ସବୁ ଧନ ସମ୍ପତ୍ତି ମୋର। ମୁଁ ସେସବୁ ଚଢ଼େଇ ପାଖରୁ ଛଡ଼େଇକି ନେଇ ଆସିବି। ରାଣୀ କାଉ ଚଢ଼େଇ କଥା ଭାବି ଭାବି ତାକୁ ବହୁତ ଈର୍ଷା କରୁଥିଲା। ଦିନେ ସେ କାହାକୁ ବି ସାଙ୍ଗରେ ନ ନେଇ ନଦୀ କୂଳକୁ ଚାଲିଗଲା। ଏ ନଦୀ ମୋ ଜଙ୍ଗଲରେ ଅଛି ମାନେ ଏ ନଦୀ ମୋର, ଆଉ ତା ଭିତରେ ଥିବା ସବୁ ଧନ ସମ୍ପତ୍ତି ବି ମୋର। ସେ ଚଢ଼େଇର ଏତେ ସାହସ, ସେ ନଦୀ ଭିତରୁ ସୁନା ଟଙ୍କା କାଢ଼ି ସମସ୍ତଙ୍କୁ ବାଣ୍ଟୁଛି। ନା, ଆଉ ମୁଁ ଏମିତି ହେବାକୁ ଦେବିନି। ଆଜି ହିଁ ମୁଁ ଏ ନଦୀ ଭିତରେ ଥିବା ସବୁ ଧନ ସମ୍ପତ୍ତି ନେଇ ଆସିବି। ଆଗ ଦେଖି ଆସେ ନଦୀ ଭିତରେ କେଉଁଠି ସୁନା ଅଛି। ଏମିତି କହି ରାଣୀ କାଉ ନଦୀ ଭିତରକୁ ଡେଇଁ ପଡ଼ିଲା। ଦୁର୍ଭାଗ୍ୟକୁ ସେ ସେଇ ନଦୀ ଭିତରେ ଥିବା କିଛି ଲଟାରେ ଛନ୍ଦି ହେଇଗଲା। ଯେତେ ଚେଷ୍ଟା କଲେ ବି ସେ ସେଇ ଲଟା ଭିତରୁ ବାହାରି ପାରିଲାନି। ପାଣି ଭିତରେ ନିଶ୍ୱାସ ନ ନେଇପାରି କିଛି ସମୟରେ ହିଁ ରାଣୀ କାଉ ମରିଗଲା। ସେପଟେ ରାଣୀ କାହୁର ସିପାହୀମାନେ ଚାରିଆଡ଼େ ତାକୁ ଖୋଜୁଥିଲେ। ରାଣୀ କାଉକୁ ନ ପାଇ ସେମାନେ ବି ସେ ଜଙ୍ଗଲ ଛାଡ଼ି ଚାଲିଗଲେ। ଏମିତି ସେ ଅତ୍ୟାଚାରୀ କାଉଙ୍କ ପାଖରୁ ସବୁ ଚଢ଼େଇ ମୁକ୍ତ ହେଲେ। ମା ଚଢ଼େଇ ବି ପ୍ରତିଦିନ ନଦୀରୁ ବାହାରି ଗରିବ ଚଢ଼େଇଙ୍କୁ ସୁନା ଟଙ୍କା ଦେଇ ସାହାଯ୍ୟ କରୁଥିଲା। ଓଃ, ଭାରି ଶୋଷ ଲାଗୁଛି। ପାଣି ନ ପାଇଲାରୁ ମୋ ଶକ୍ତି ଚାଲି ଯାଇଛି। କିଏ ଅଛ? ମୋତେ ଟିକେ ପାଣି ଦିଅ। ଏମିତି ସେ ବାଦଲ ରାସ୍ତାରେ ପଡ଼ି ଚିତ୍କାର କରୁଥିଲା। ସେହି ସମୟରେ ମା ଚଢ଼େଇ ଏକ କଳସୀରେ ପାଣି ଧରି ସେ ରାସ୍ତାରେ ଯାଉଥିଲା। ବାଦଲର ଏପରି ଚିତ୍କାର ଶୁଣି ସେ ତା ପାଖକୁ ଗଲା। ଚଢ଼େଇ, ମୋତେ ଟିକେ ପାଣି ଦେ। ମୋତେ ଭାରି ଶୋଷ ଲାଗୁଛି। ପାଣି ନ ପାଇଲାରୁ ମୋ ଦେହରେ ଶକ୍ତି ନାହିଁ। ଏ କ'ଣ? ତୁମେ ବାଦଲ ହେଇ କଥା କେମିତି କହିପାରୁଛ? ବାଦଲକୁ କ'ଣ ଶୋଷ ଲାଗେ? ଏ କଥା ମୁଁ ନୂଆ ଶୁଣିଲି। ମୁଁ ସାଧାରଣ ବାଦଲ ନୁହଁ ଚଢ଼େଇ, ମୁଁ କଥା କହିପାରି। ତୁମ ଜଙ୍ଗଲରେ ବର୍ଷା କରିବା ପାଇଁ ବାଦଲ ରାଣୀ ମୋତେ ଏଠାକୁ ପଠେଇଥିଲି। ମୁଁ ପାଣି ପିଇବା ପାଇଁ ନଦୀକୁ ଯାଉଥିଲି, ହେଲେ ମୋତେ ଶୋଷ ଲାଗିବାରୁ ମୁଁ ଦୁର୍ବଳ ହେଇଗଲି, ଆଉ ଆଗକୁ ଯାଇପାରିଲିନି। ଓ ଏମିତି କଥା। ତୁମେ ଚିନ୍ତା କରନି ବାଦଲ, ମୁଁ ଏବେ ନଦୀରୁ ପାଣି ନେଉଥିଲି। ତୁମେ ଗୋଟେ କଳସି ପାଣି ପିଇ ଦେଇଥାଅ। ତୁମକୁ ଶକ୍ତି ମିଳିଲେ ତୁମେ ନଦୀକୁ ଯିବ। ଏମିତି କହି ଚଢ଼େଇ ବାଦଲକୁ ପାଣି ପିଇବା ପାଇଁ ଦେଲା। ପାଣି ପିଇଲା ପରେ ବାଦଲକୁ ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ ଚଢ଼େଇ, ତୋ ପାଇଁ ମୁଁ ଆଜି ଶକ୍ତି ଫେରି ପାଇଲି। ଏବେ ମୁଁ ନଦୀକୁ ଯାଇପାରିବି। ଚଢ଼େଇ, କାଲି ତୁମ ଜଙ୍ଗଲରେ ପ୍ରବଳ ବର୍ଷା ହେବ। ତୁ ଶୀଘ୍ର କିଛି ଖାଇବା ଯୋଗାଡ଼ କରି ନେଇଥା। ତାପରେ ବାଦଲ ସେଠାରୁ ଚାଲିଗଲା। ବାଦଲର କଥା ଶୁଣି ମା ଚଢ଼େଇ ଶୀଘ୍ର ବଜାରକୁ ଗଲା, ଆଉ ଅନେକ ସାରା ଖାଇବା ଧରି ଘରକୁ ଫେରି ଆସିଲା। ପରଦିନ ସକାଳେ, ମା, ଅନେକ ଦିନ ହେଇଗଲାଣି ଆମେ ଆଈ ଘରକୁ ଯାଇନାହାନ୍ତି। ଚାଲ ନା ମା, ଆଜି ଆମେ ଆଈ ଘରକୁ ଯିବା। ହଁ ମା, ମୋର ବି ଆଈ କଥା ଭାରି ମନେ ପଡୁଛି। ଚାଲ ନା ମା, ଆଜି ଆମେ ଆଈ ଘରକୁ ବୁଲିବା ପାଇଁ ଯିବା। ଆମେ ଯାଇଥାନ୍ତେ ଯେ ପିଲାମାନେ, ହେଲେ ଆଜି ଆମ ଜଙ୍ଗଲରେ ପ୍ରବଳ ବର୍ଷା ହେବ। ତୁମ ଆଈ ଘର ବହୁତ ଦୂର। ଆଜି ଯଦି ଆମେ ବାହାରକୁ ଯିବା, ବର୍ଷାରେ ଭିଜିଯିବା। ବର୍ଷାରେ ଭିଜିଲେ ଆମ ଦେହ ଖରାପ ହେଇଯିବ। ଆଉ କିଛି ଦିନ ଅପେକ୍ଷା କର, ପାଗ ଭଲ ଦେଖି ଆମେ ତୁମ ଆଈ ଘରକୁ ବୁଲିବା ପାଇଁ ଯିବା। ମା, ତୁମେ ମିଛ କହୁଛ କ'ଣ ପାଇଁ? ବାହାରେ ଦେଖ କେତେ ଖରା ଦେଉଛି। ଆଜି କେମିତି ବର୍ଷା ହେବ? ତାପରେ ମା ଚଢ଼େଇ ବାଦଲର ସବୁ କଥା ତାର ଦୁଇ ଛୁଆଙ୍କୁ କହିଲା। ଆଚ୍ଛା ଠିକ ଅଛି ମା, ଆମେ ଆଜି ବୁଲିବାକୁ ଯିବୁନି। ମା, ଆମେ ଏବେ ଖେଳିବା ପାଇଁ ବାହାରକୁ ଯାଉଛୁ। ଆଚ୍ଛା ହଉ ଯାଅ, ହେଲେ ଶୁଣ, ବର୍ଷା ଆରମ୍ଭ ହେଲେ ଶୀଘ୍ର ଘରକୁ ଚାଲି ଆସିବ। ଠିକ ଅଛି ମା। କୁନି, ଚାଲ ଆଜି ଆମେ ଦୁଇ ଜଣ ଆଈ ଘରକୁ ଯିବା। ଆମକୁ ବାହାରକୁ ନ ଛାଡିବା ପାଇଁ ମା ଆମକୁ ମିଛ କହିଲେ। ତୁ ନିଜେ ହିଁ ଭାବେ, ବାଦଲ କ'ଣ କେବେ ପାଣି ପିଇପାରେ? ହଁ ମୁନି, ତୁ ଠିକ କହିଲୁ, ହେଲେ ଆମେ ଏତେ ଦୂର ଆଈ ଘରକୁ କେମିତି ଯିବା? ମୋର ତ ରାସ୍ତା ଠିକରେ ମନେ ପଡୁନି। ତୁ ଚିନ୍ତା କରନି, ମୋର ରାସ୍ତା ଠିକ ମନେ ଅଛି। ତୁ ଏବେ ମୋ ସାଙ୍ଗରେ ଚାଲ। ତାପରେ ଦୁଇ ଭଉଣୀ ନିଜ ଆଈ ଘରକୁ ଯିବା ପାଇଁ ବାହାରିଲେ। ରାସ୍ତାରେ ସେମାନେ ବହୁତ ଥକିଗଲେ। ସେମାନେ ଏକ ଜାଗାରେ ବସି ବିଶ୍ରାମ ନେବା ସମୟରେ ଗୋଟେ ବାଘ ସେ ଦୁଇ ଚଢ଼େଇଙ୍କୁ ଦେଖି ଭାବିଲା, ଆରେ ବା, ଏତେ କଣିଆ ଦୁଇ ଚଢ଼େଇ ଛୁଆ ଏଠି ଏକା ଏକା ଜଙ୍ଗଲରେ କ'ଣ କରୁଛନ୍ତି? ମୁଁ ଯଦି ଏବେ ଚଢ଼େଇ ଛୁଆଙ୍କୁ ଧରିବା ପାଇଁ ଯିବି,
ଏମାନେ ଉଡ଼ି ଏଠାରୁ ଚାଲିଯିବେ। ମୁଁ ଆଗ ଏମାନଙ୍କୁ ମୋ କଥାରେ ଭୁଲେଇ ମୋ ସାଙ୍ଗରେ ମୋ ଗୁମ୍ଫାକୁ ନେଇଯାଏ। ସେଠି ମୁଁ ଆରାମରେ ଏ ଦୁଇ ଛୁଆଙ୍କୁ ମାରି ଖାଇପାରିବି। ବାଘ ଏପରି ଚିନ୍ତା କରି ଚଢ଼େଇ ଛୁଆଙ୍କ ପାଖକୁ ଗଲା। ବାଘକୁ ଦେଖି ଦୁଇ ଚଢ଼େଇ ଛୁଆ ଖୁବ୍ ଡରିଗଲେ। ନା ନା, ଆମକୁ ଖାଅନି, ଆମକୁ ଛାଡ଼ି ଦିଅ। ତମେ ଦୁଇ ଛୁଆ ଭୟ କରନି, ମୁଁ ତମମାନଙ୍କର କିଛି କ୍ଷତି କରିବିନି। ମୁଁ ଗୋଟେ ଭଲ ବାଘ। ମୁଁ ଚଢ଼େଇ ଛୁଆଙ୍କୁ ମାରେନି, ଓଲଟା ମୁଁ ତାଙ୍କୁ ଚକୋଲେଟ୍ ଦେଇ ତାଙ୍କ ସହ ଖେଳେ। ମୋ ଗୁମ୍ଫାରେ ଅନେକ ଚକୋଲେଟ୍ ଅଛି। ତମେମାନେ ମୋ ସାଙ୍ଗରେ ଆସ, ମୋ ଗୁମ୍ଫାରେ ଥିବା ଚକୋଲେଟ୍ ଖାଇ ଖେଳିବ। ତୁମେ ସତ କହୁଛ? ତୁମ ଗୁମ୍ଫାରେ ଅନେକ ଚକୋଲେଟ୍ ଅଛି? ଚାଲ କୁନି, ଆମେ ତାଙ୍କ ଗୁମ୍ଫାକୁ ଯିବା ଆଉ ଚକୋଲେଟ୍ ଖାଇବା। ମତେ ଚକୋଲେଟ୍ ଖାଇବାକୁ ଭାରି ମଜା ଲାଗେ। ମୁନି ଦେଖେ, ଆକାଶ କେମିତି ଅନ୍ଧାର ହେଇଗଲାଣି। ଆଈ ଘରକୁ ଶୀଘ୍ର ନ ଗଲେ ଆମେ ବର୍ଷାରେ ଭିଜି ଯିବା। ବାଘ, ଆମେ ଆଜି ଆଈ ଘରକୁ ଯାଉଛୁ, କାଲି ଫେରି ଆସିବୁ। ତାପରେ ଆମେ ତୁମ ଗୁମ୍ଫାକୁ ଯାଇ ଚକୋଲେଟ୍ ଖାଇବୁ। ଆଚ୍ଛା ଠିକ୍ ଅଛି, ମୁଁ କାଲି ଏଇଠି ତମମାନଙ୍କୁ ଜଗିଥିବି। ତମେମାନେ ମୋ ପାଖକୁ ଆସିବ, ମୁଁ ତମମାନଙ୍କୁ ମୋ ଗୁମ୍ଫାକୁ ନେଇଯିବି। ଏମିତି କଥା ହେଇ ଦୁଇ ଚଢ଼େଇ ଛୁଆ ନିଜ ଆଈ ଘରକୁ ଚାଲିଗଲେ ଆଉ ବାଘ ନିଜ ଗୁମ୍ଫାକୁ ଫେରିଗଲା। ଦୁଇ ଚଢ଼େଇ ଛୁଆଙ୍କୁ ନିଜ ଘରେ ଦେଖି ତାଙ୍କ ଆଈ କହିଲା, କିରେ କୁନି ମୁନି, ତମେ ଦୁଇ ଜଣ ଏଠି? ତମ ମା କୁଆଡ଼େ ଗଲା? ମୁଁ ତ ତାକୁ ଦେଖୁନି। ଆଈ, ମା ଆମ ସାଙ୍ଗରେ ଆସିନି। ଆମେ ଦୁଇ ଜଣ ଏକା ହିଁ ଏଠାକୁ ଆସିଛୁ। ଆମେ ଏଠାକୁ ଆସିବା କଥା ମା ଜାଣିନି। କ'ଣ ହେଲା? ତମେ ମାନେ ମାକୁ କିଛି କହିକି ଆସିନ? ତମ ମାନଙ୍କ ମା ତମ ଦୁଇ ଜଣଙ୍କ ପାଇଁ ଚିନ୍ତା କରୁଥିବ। ଆଚ୍ଛା ହଉ, ତମେ ମାନେ ଆସିଗଲଣି ଯେତେବେଳେ ଏବେ ଆରାମ କର। ମୁଁ ତମମାନଙ୍କୁ କାଲି ନେଇ ତମ ଘରେ ଛାଡ଼ିଦେବି। ଏ କ'ଣ, ଆକାଶ କେତେ ଅନ୍ଧାର ହେଇଗଲାଣି। ଏ ଯାଇ ମୋ ଦୁଇ ଝିଅ କାହିଁକି ଘରକୁ ଫେରିଲେନି? ମୁଁ ଯାଇ ଦେଖେ ସେମାନେ କୁଆଡ଼େ ଗଲେ। କାଉ ଭଉଣୀ, ଘରେ ଅଛ କି? ଟିକେ ବାହାରକୁ ଆସ। କ'ଣ ହେଲା ଚଢ଼େଇ, ତୁ ଏ ସମୟରେ ମୋ ଘରକୁ ଆସିଲୁ ଯେ? କାଉ ଭଉଣୀ, ମୋ ଦୁଇ ଝିଅ ଖେଳିବା ପାଇଁ ବାହାରକୁ ଆସିଥିଲେ, ଏ ଯାଇ ଘରକୁ ଫେରି ନାହାନ୍ତି। ସେମାନେ କ'ଣ ତୁମ ଘରେ ଅଛନ୍ତି? ଆରେ ନା ନା ଚଢ଼େଇ, ତୋ ଝିଅମାନେ ମୋ ଘରେ ନାହାନ୍ତି। ମୋ ଝିଅ ଚିକି ସକାଳୁ ହିଁ ଘରେ ଅଛି। ସେ ଆଜି ଖେଳିବାକୁ ବି ବାହାରକୁ ଯାଇନି। ଏମିତି ଶୁଣି ମା ଚଢ଼େଇ ପାରା ଘରକୁ ଗଲା। ସେଠି ବି ସେ ତା ଝିଅଙ୍କୁ ପାଇଲାନି। ଏମିତି ସେ ଅନେକ ଚଢ଼େଇଙ୍କ ଘରକୁ ଗଲା, କୋଉଠି ବି ସେ ନିଜ ଝିଅଙ୍କୁ ନ ପାଇ ନିଜ ଘରକୁ ଫେରି ଆସିଲା। ମୁଁ ସମସ୍ତଙ୍କ ଘରକୁ ଖୋଜି ସାରିଲିଣି, ହେଲେ ମୋ ଦୁଇ ଝିଅଙ୍କୁ କୋଉଠି ବି ପାଇଲିନି। ତାହେଲେ କ'ଣ ସେମାନେ ନିଜ ଆଈ ଘରକୁ ଯାଇଛନ୍ତି? ମୁଁ ସେଠାକୁ ଯାଇ ଦେଖେ, ଯଦି ସେଠି ମୋ ଦୁଇ ଝିଅଙ୍କୁ ପାଇଯିବି ମୋ ଚିନ୍ତା ଦୂର ହେବ। ଏମିତି ଚିନ୍ତା କରି ମା ଚଢ଼େଇ ଆଗକୁ ଗଲା। କିଛି ଦୂର ଗଲା ପରେ ହିଁ ବର୍ଷା ଆରମ୍ଭ ହେଇଗଲା। ଏତେ ଜୋରରେ ବର୍ଷା ହେଉଥିଲା ଯେ ମା ଚଢ଼େଇକୁ କିଛି ଦେଖାଗଲା ନାହିଁ। ସେ ଏକ ଗଛ ସହ ଧକ୍କା ହେଇ ତଳେ ପଡ଼ିଗଲା ଆଉ ଏକ ଜାଲରେ ଅଟକିଗଲା। ଯେତେ ଚେଷ୍ଟା କଲେ ବି ସେ ସେଇ ଜାଲରୁ ବାହାରି ପାରିଲାନି। କିଛି ସମୟ ପରେ ବର୍ଷା ଛାଡ଼ିଗଲା। ସେତେବେଳେ ଏକ ପକ୍ଷୀ ଶିକାରୀ ସେଠାକୁ ଆସିଲା। ଆରେ କ'ଣ, ମୋ ଜାଲରେ ଏକ ପକ୍ଷୀ ପଡ଼ିଛି। ମୁଁ ଜାଲ ନେଇ ପକ୍ଷୀ ଧରିବାକୁ ଏଠାକୁ ଆସିଥିଲି। ବର୍ଷା ହେବାରୁ ମୁଁ ଜାଲ ଛାଡ଼ି ଚାଲି ଯାଇଥିଲି। ଜାଣିନଥିଲି ଏତେ ବର୍ଷାରେ ବି ପକ୍ଷୀ ଉଡ଼ନ୍ତି। ମୋ ପାଇଁ ତ ଭଲ ହେଲା, ମତେ ଆଜି ଗୋଟେ ପକ୍ଷୀ ଖାଇବାକୁ ମିଳିଗଲା। ଏଇ ପକ୍ଷୀକୁ ମୁଁ ଆଜି ଖାଇବିନି, କାଲି ଖାଇବି। ଏତେ ଦିନ ପରେ ଯାଇ ମତେ ପକ୍ଷୀ ମାଂସ ଖାଇବାକୁ ମିଳିବ। ଯାଏ, ଏବେ ଏଇ ପକ୍ଷୀକୁ ନେଇ ଘରକୁ ଯାଏ। ଏମିତି କହି ସେ ପକ୍ଷୀ ଶିକାରୀ ମା ଚଢ଼େଇକୁ ନେଇ ତା ଘରକୁ ଚାଲିଗଲା ଆଉ ଏକ ପିଞ୍ଜରାରେ ବନ୍ଦୀ କରି ନିଜ ଘର ବାହାରେ ରଖିଦେଲା। ହେ ଭଗବାନ, ଏସବୁ କ'ଣ ହେଇଗଲା? ମୋ ଛୁଆମାନେ ମତେ ଆଉ ଦେଖିପାରିବେନି। କାଲି ମୋର ଶେଷ ଦିନ। ଭଗବାନ ମୋ ଛୁଆଙ୍କୁ ଭଲରେ ରଖିବ। ମା ଚଢ଼େଇ ଏପରି କହି କାନ୍ଦୁଥିବା ସମୟରେ ହଠାତ୍ ପିଞ୍ଜରାର କବାଟ ଖୋଲିଗଲା। ଆରେ ଆରେ, ଏ କ'ଣ? ପିଞ୍ଜରାର କବାଟ ଖୋଲିଗଲା କେମିତି? ଯାଏ, ଶୀଘ୍ର ପିଞ୍ଜରାରୁ ବାହାରି ଯାଏ। ଏମିତି କହି ମା ଚଢ଼େଇ ଶୀଘ୍ର ପିଞ୍ଜରାରୁ ବାହାରିଗଲା। ପକ୍ଷୀ ଶିକାରୀ ତାକୁ ଧରିବାକୁ ଚେଷ୍ଟା କଲା, ହେଲେ ପାରିଲାନି। ମା ଚଢ଼େଇ ଶୀଘ୍ର ଶୀଘ୍ର ଉଡ଼ି ଦୂରକୁ ଚାଲିଗଲା। ତାପରେ ସେ ତା ମା ଘରେ ପହଞ୍ଚିଗଲା। ମାରେ, ତୁ ଆସିଗଲୁ? କ'ଣ ହେଇଛି? ତୁ ଏମିତି ଧଇଁ ସଇଁ କାହିଁକି ହେଉଛୁ? ତାପରେ ମା ଚଢ଼େଇ ସମସ୍ତଙ୍କୁ ସବୁ ଘଟଣା କହିଲା। ଦେଖିଲ ପିଲାମାନେ, ତମମାନଙ୍କ ଭୁଲ ପାଇଁ ତମ ମା କେମିତି ବିପଦରେ ପଡ଼ିଗଲା। ଆଉ ଦିନେ ବି ମାକୁ କିଛି ନ କହି କୁଆଡ଼େ ବି ଯିବନି। ମା, ଆମକୁ କ୍ଷମା
କରିଦିଅ। ତୁମକୁ ନ କହି ଆମେ ଆଉ କୁଆଡେ ବି ଯିବୁନି। ଆମେ ତୁମର ସବୁ କଥା ମାନିବୁ। ଜାଣିଛ ମା, ରାସ୍ତାରେ ଆମର କିଛି ବି ଅସୁବିଧା ହେଇନି। ଗୋଟେ ଭଲ ବାଘ ସହ ଆମର ଦେଖା ହେଇଥିଲା। ସେ ଆମକୁ ଚକୋଲେଟ ଦେବା ପାଇଁ ତା ଗୁମ୍ଫାକୁ ଡାକୁଥିଲା ମା। ହେଲେ ଆମେ ତାକୁ କହିଲୁ ଆମେ ଆଈ ଘରୁ ଫେରିବା ସମୟରେ ଆମେ ତା ପାଖରୁ ଚକୋଲେଟ ନେବୁ। କଣ କହୁଛ ତମେ ମାନେ? ବାଘ ତମମାନଙ୍କୁ ଖାଇବା ପାଇଁ ତା ଗୁମ୍ଫାକୁ ଡାକୁଥିଲା। ମୁଁ ନ ଆସିଥିଲେ ତ ବାଘ ତମମାନଙ୍କୁ ନେଇ ଯାଇଥାନ୍ତା। ମୁଁ ତମମାନଙ୍କୁ ମନା କରିଥିଲି ନା ଆଈ ଘରକୁ ଯାଅନି। ହେଲେ ତମେ ମାନେ ଲୁଚିକି ଏଠାକୁ ଚାଲି ଆସିଲ। ଯଦି ତମମାନଙ୍କର କିଛି ହେଇଯାଇଥାନ୍ତା। ମା, ଆମେ କାନ ଧରୁଛୁ। ଆଉ ଦିନେ ବି ଏମିତିକା ଭୁଲ କରିବୁନି। ସବୁବେଳେ ତୁମ କଥା ମାନିବୁ। ତୁମକୁ ନ କହି କୁଆଡେ ବି ଯିବୁନି। ତମେ ମାନେ ନିଜ ଭୁଲ ବୁଝିପାରିଲ, ସେତିକିରେ ମୁଁ ଖୁସି। ଆଉ ଦିନେ ବି ଏମିତି କାମ କରିବନି। ଚାଲ ଏବେ ଘରକୁ ଯିବା। ବାଘ ଜଗିଥିବା ରାସ୍ତାରେ ଆମେ ଯିବାନି। ଆମେ ଆଉ ଏକ ରାସ୍ତାରେ ଘରକୁ ଯିବା। ଏମିତି କଥା ହେଇ ମା ଚଢ଼େଇ ତାର ଦୁଇ ଛୁଆଙ୍କୁ ନେଇ ଘରକୁ ଫେରି ଆସିଲା। ସେତେବେଳେ ସେ ଦେଖିଲା ତା ଘର ପାଖରେ ଏକ ସୁନ୍ଦର ବାଦଲ ଘର ଅଛି। ଏଇଟା ତ ଗୋଟେ ବାଦଲ ଘର। ହେଲେ ବାଦଲ ଘର ଏଠାକୁ କେମିତି ଆସିଲା? ସେତେବେଳେ ମତେ ପିଞ୍ଜରାରୁ କିଏ ବାହାର କଲା? ଏସବୁ କିଏ କରୁଛି? ମୁଁ ତ କିଛି ବୁଝିପାରୁନି। ଚଢ଼େଇ, ଏ ସବୁ କାମ ମୁଁ କରିଛି। ଦିନେ ତୁ ମତେ ସାହାଯ୍ୟ କରିଥିଲୁ, ତ ବିପଦ ସମୟରେ ମୁଁ ତତେ କେମିତି ସାହାଯ୍ୟ କରିନଥାନ୍ତି? ମୁଁ ଜାଣେ ଚଢ଼େଇ, ତୋ ଘର ଛାତ ଭାଙ୍ଗି ଯାଇଛି। ବର୍ଷା ହେଲେ ତୋ ଘର ଭିତରେ ପାଣି ପଡ଼େ। ସେଥିପାଇଁ ମୁଁ ତତେ ବାଦଲ ଘର ଦେଇଛି। ଏ ଘରେ ତୁ ସବୁ ସୁବିଧା ପାଇବୁ। ତୁ ଏବେ ଆରାମରେ ନିଜ ଛୁଆଙ୍କ ସହ ଏ ଘରେ ରହିପାରିବୁ। ଏମିତି ଶୁଣି ମା ଚଢ଼େଇ ବାଦଲକୁ ଧନ୍ୟବାଦ ଜଣାଇଲା। ତାପରେ ବାଦଲ ସେଠାରୁ ଚାଲିଗଲା। ମା ଚଢ଼େଇ ଖୁସିରେ ତା ଦୁଇ ଛୁଆଙ୍କ ସହ ସେ ବାଦଲ ଘରେ ରହିଲା। ଶୀତ ଦିନ ହେବାରୁ ରାତିରେ ଅଧିକ ଥଣ୍ଡା ପଡୁଥିଲା। ଜଙ୍ଗଲର ସବୁ ଚଢ଼େଇ ଶୋଇ ପଡ଼ିଥିଲେ। ଅଧରାତିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହେଇଗଲା। ସେଇ ଜଙ୍ଗଲରେ ତିନି ଅନାଥ ଭଉଣୀ ଏକ ଛୋଟ ଭଙ୍ଗା ଘରେ ରହୁଥିଲେ। ଜୋରେ ବର୍ଷା ପବନ ବହିବା ଯୋଗୁଁ ତାଙ୍କ ଘର ଭାଙ୍ଗିଗଲା। ତିନି ଭଉଣୀ ବର୍ଷାରେ ଭିଜି ଭିଜି ଅନେକ କଷ୍ଟ ପାଇଲେ। ଦିଦି, ଭାରି ଥଣ୍ଡା ଲାଗୁଛି। କିଛି କରନା ଦିଦି। ଏ ବର୍ଷାରେ ଭିଜିବାକୁ ଜମା ବି ଭଲ ଲାଗୁନି। ତମେ ମାନେ ଟିକେ ଧୈର୍ଯ୍ୟ ଧର। ଆଗରେ ତ ଏକ ଗଛ ଅଛି। ଚାଲ ସେ ଗଛ ମୂଳକୁ ଯିବା। ବର୍ଷା ଛାଡ଼ିବା ଯାଏ ସେଠି ଅପେକ୍ଷା କରିବା। ବର୍ଷା ନ କମିଲା ଯାଏ ଆମେ ନୂଆ ଘର ତିଆରି କରି ପାରିବାନି। ତାପରେ ତିନି ଭଉଣୀ ଏକ ଗଛ ତଳେ ଆଶ୍ରୟ ନେଲେ। ଯେମିତି ସେମିତି ସେ ରାତି କଟିଗଲା। ପରଦିନ ସକାଳେ ବର୍ଷା କମିଗଲା। ତମେ ଦୁଇ ଜଣ କିଛି ଖାଇବା ଖୋଜି ଆଣ। ମୁଁ ଯାଉଛି ଘର ତିଆରିବା ପାଇଁ କାଠ ଆଣିବି। ଆଉ ଥରେ ବର୍ଷା ହେବା ଆଗରୁ ଆମକୁ ଏକ ନୂଆ ଘର ତିଆରି କରିବାକୁ ପଡ଼ିବ। ଏମିତି କଥା ହେଇ ସେ ବଡ଼ ଭଉଣୀ କାଠ ଖୋଜିବାକୁ ଚାଲିଗଲା। ସେ ଅନେକ ସମୟ ଖୋଜିଲା ପରେ ବି ଭଲ କାଠ ପାଇଲାନି। ଭଲ କାଠ ଖୋଜିବା ପାଇଁ ସେ ଜଙ୍ଗଲର ବହୁତ ଭିତରକୁ ଚାଲିଗଲା। ଆଉ କିଛି ଭଲ କାଠ ବି ପାଇଗଲା। ସେ କାଠ ନେଇ ଘରକୁ ଫେରିବା ସମୟରେ ହଠାତ୍ ଏକ ରାକ୍ଷସ ଚିଲ ତା ସାମ୍ନାକୁ ଚାଲି ଆସିଲା। ଆରେ ବାଃ, ଏତେ ଦିନ ପରେ ଏଠାକୁ ଗୋଟେ ଚଢ଼େଇ ଆସିଛି। ଆଜି ମୁଁ ତତେ ଖାଇବି। ଅନେକ ଦିନରୁ ମୁଁ ଚଢ଼େଇ ମାଂସ ଖାଇନି। ତୋ ଭଳି ଗୋଟେ ମୋଟା ଚଢ଼େଇକୁ ଖାଇଲେ ମତେ 2 ଦିନ ଖାଇବା ଖୋଜିବାକୁ ପଡ଼ିବନି। ହା ହା ହା। ନା ନା, ମତେ ଖାଅନି। ମତେ ଛାଡ଼ି ଦିଅ ରାକ୍ଷସ ଚିଲ। ମୋ ଛୋଟ ଛୋଟ ଦୁଇ ଭଉଣୀ ମତେ ଅପେକ୍ଷା କରିଥିବେ। ସେମାନେ ଘର ତିଆରି କରି ଜାଣିନାହାନ୍ତି। ମୁଁ ଯଦି ସେମାନଙ୍କ ପାଇଁ ଘର ତିଆରି କରିନଦେବି ସେମାନେ ଥଣ୍ଡାରେ ମରିଯିବେ। ମୋ ଉପରେ ଟିକେ ଦୟା କର ରାକ୍ଷସ ଚିଲ। ମତେ ଛାଡ଼ି ଦିଅ। ତତେ ଛାଡ଼ିଦେଲେ ମୁଁ ଖାଇବି କ'ଣ? ମୋ ଶିକାରକୁ ମୁଁ କେବେ ବି ଛାଡ଼େନି। ଆଜି ତ ମୁଁ ତତେ ଖାଇବି। ନା ନା, ମତେ ଖାଅନି। ଦୟାକରି ମତେ ଛାଡ଼ି ଦିଅ। ରାକ୍ଷସ ଚିଲ ସେ ଚଢ଼େଇର କିଛି କଥା ନ ଶୁଣି ତାକୁ ମାରିବାକୁ ଯିବା ସମୟରେ ହଠାତ୍ ଏକ ଚଢ଼େଇ ପରି ସେଠାକୁ ଆସିଲା। ଏଇ ଦୁଷ୍ଟ ରାକ୍ଷସ, ରହିଯା। ତୁ ପୁଣି ନିରୀହ ଚଢ଼େଇମାନଙ୍କୁ ମାରୁଛୁ। ଏ ଜଙ୍ଗଲ ମୋର। ମୁଁ ଥାଉ ଥାଉ ତୁ ଏ ଜଙ୍ଗଲର ଚଢ଼େଇମାନଙ୍କୁ ମାରି ପାରିବୁନି। ଭଲରେ ଭଲରେ ଏଠୁ ଚାଲିଯା। ହା ହା ହା। ତୋ ଭଳି ଗୋଟେ ଚଢ଼େଇ ପରି ମୋର କିଛି କ୍ଷତି କରିପାରିବନି। ଆଗ ମୁଁ ତତେ ମାରିବି, ତାପରେ ଚଢ଼େଇକୁ ଖାଇବି। ଏମିତି କହି ରାକ୍ଷସ ଚିଲ ଚଢ଼େଇ ପରୀକୁ ମାରିବା ପାଇଁ ତା ପାଖକୁ ଗଲା। ଚଢ଼େଇ ପରି ରାଗି ଯାଇ ନିଜ ଶକ୍ତିରେ
ସେ ରାକ୍ଷସ ଚିଲକୁ ଏକ ଛେଳି କରିଦେଲା। ରାକ୍ଷସ ଚିଲ ଛେଳି ହେଲା ପରେ ମେ ମେ କରି କାନ୍ଦିଲା ଆଉ ସେଠାରୁ ଚାଲିଗଲା। ଧନ୍ୟବାଦ ପରୀ, ଆଜି ତୁମ ପାଇଁ ମୋ ଜୀବନ ବଞ୍ଚିଗଲା। ମୁଁ ଏ ଜଙ୍ଗଲର ପରୀ, ତମମାନଙ୍କୁ ରକ୍ଷା କରିବା ମୋର କର୍ତ୍ତବ୍ୟ। ଆଚ୍ଛା ଚଢ଼େଇ, ତୁ ଜଙ୍ଗଲର ଏତେ ଭିତରକୁ କାହିଁକି ଆସିଥିଲୁ? ଚଢ଼େଇ ସେ ପରୀକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ ପରୀ ମନରେ ଦୟା ଆସିଲା। ସେ ନିଜ ଶକ୍ତିରେ ଏକ ପେନ୍ସିଲ ଘର ଚଢ଼େଇକୁ ଦେଇ କହିଲା, ଚଢ଼େଇ, ଆଜିଠୁ ଏ ଘର ତୋର। ଏ ଘରେ ତୁ ସବୁ ପ୍ରକାରର ସୁବିଧା ପାଇବୁ। ତୋ ଭଉଣୀମାନଙ୍କ ସହ ତୁ ଆରାମରେ ଘରେ ରହିପାରିବୁ। ଏ ଘର ଦ୍ୱାରା ତୁ ଜଙ୍ଗଲର ଅନ୍ୟ ଚଢ଼େଇମାନଙ୍କୁ ବି ସାହାଯ୍ୟ କରିପାରିବୁ। ହେଲେ ମୁଁ ଏ ଘରକୁ ନେଇ ମୋ ଦୁଇ ଭଉଣୀଙ୍କ ପାଖକୁ କେମିତି ଯିବି? ସେଥିପାଇଁ ତୁ ଚିନ୍ତା କରନି, ତୁ ଏ ଘର ଭିତରକୁ ଯା। ଏ ଘର ତତେ ନେଇ ତୋ ଦୁଇ ଭଉଣୀଙ୍କ ପାଖରେ ପହଞ୍ଚେଇ ଦେବ। ତୁ ଯଦି କେବେ ବିପଦରେ ପଡ଼ିବୁ, ଏଇ ଘର ତତେ ରକ୍ଷା ବି କରିବ। ତାପରେ ଚଢ଼େଇ ସେ ପେନ୍ସିଲ ଘର ଭିତରକୁ ଗଲା। ସେ ଯେମିତି ସେ ଘର ଭିତରକୁ ଗଲା, ସେ ଘରଟି ଏକ ଗାଡ଼ିରେ ବଦଳିଗଲା ଆଉ ଚଢ଼େଇକୁ ତା ଭଉଣୀମାନଙ୍କ ପାଖରେ ପହଞ୍ଚେଇ ଦେଲା। ଚଢ଼େଇ ତାର ଦୁଇ ଭଉଣୀଙ୍କୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ ସେମାନେ ଘର ଭିତରକୁ ଗଲେ ଆଉ ଦେଖିଲେ ସେଠି ଅନେକ ସୁନା ଟଙ୍କା ଅଛି। ବା ଦିଦି, ଏ ଘରେ ତ କେତେ ସୁନା ଟଙ୍କା ଅଛି। ଆଜିଠୁ ଆମେ ଆଉ ଭଙ୍ଗା ଘରେ ରହିବାନି। ହଁ, ତୁ ଠିକ କହିଲୁ। ଆମେ ସୁନା ଟଙ୍କା ବିକ୍ରି କରି ଆରାମରେ ଚଳିପାରିବା। ଚଢ଼େଇ ପରି କହିଥିଲେ ଅନ୍ୟ ଚଢ଼େଇମାନଙ୍କୁ ବି ସାହାଯ୍ୟ କରିବା ପାଇଁ। ତମେ ଦୁଇ ଜଣ କାଲି ସମସ୍ତଙ୍କୁ ଏକଥା ଜଣେଇ ଦିଅ। ଯାହାକୁ ବି ସାହାଯ୍ୟ ଦରକାର ଆମେ ତାଙ୍କୁ ଏ ସୁନା ଟଙ୍କା ଦେଇ ସାହାଯ୍ୟ କରିବା। ସେଦିନ ପରଠାରୁ ସେ ତିନି ଭଉଣୀ ସେଇ ପେନ୍ସିଲ ଘରେ ରହିଲେ। ସେମାନେ ଗରିବ ଅସହାୟ ଚଢ଼େଇମାନଙ୍କୁ ସାହାଯ୍ୟ ବି କରୁଥିଲେ। ଦିନେ ବଡ଼ ଚଢ଼େଇଟି ଘର ବାହାରେ ଛିଡ଼ା ହେଇଥିଲା। ହଠାତ୍ ତା ସାମ୍ନାକୁ ସେ ରାକ୍ଷସ ଚିଲ ଚାଲି ଆସିଲା। ଆରେ ଚଢ଼େଇ, ତୁ କ'ଣ ଭାବିଥିଲୁ ମୁଁ ସବୁଦିନ ଛେଳି ହେଇକି ରହିବି? ଗୋଟେ ତାନ୍ତ୍ରିକ ମୋତେ ମୋ ପୂର୍ବ ରୂପ ଫେରେଇ ଦେଲା। ଏବେ ମୁଁ ତୋଠୁ ପ୍ରତିଶୋଧ ନେବି। ମୁଁ ଶୁଣିଲି ତୋର ଆହୁରି ଦୁଇଟି ଭଉଣୀ ଅଛନ୍ତି। ସେଦିନ ସିନା ଚଢ଼େଇ ପରି ପାଇଁ ତୁ ବଞ୍ଚିଗଲୁ, ଆଜି ତତେ କିଏ ରକ୍ଷା କରିବ ମୁଁ ଦେଖିବି। ଆଗ ତୋର ଦୁଇ ଭଉଣୀକୁ ଖାଇବି, ତାପରେ ମୁଁ ତତେ ବି ଖାଇବି। ଏମିତି କହି ଚିଲ ସେ ପେନ୍ସିଲ ଘର ଭିତରକୁ ଯିବାକୁ ଯେମିତି ଚେଷ୍ଟା କଲା, ତା ଦେହରେ ନିଆଁ ଲାଗିଗଲା। ସେଇ ନିଆଁରେ ପୋଡ଼ି ଚିଲ ପାଉଁଶ ହେଇଗଲା। ଏମିତି ସେ ପେନ୍ସିଲ ଘର ତିନି ଭଉଣୀଙ୍କୁ ସବୁ ବିପଦରୁ ରକ୍ଷା କରୁଥିଲା। ବର୍ଷା ଦିନ ଆରମ୍ଭ ହେଇଗଲାଣି, ହେଲେ ଏଯାଏଁ ଆମେ ଆମ ଘର ମରାମତି କରିନାହାନ୍ତି। ଯାଅ, ଆଜି ହିଁ ଜଙ୍ଗଲ ଭିତରୁ ଭଲ କାଠ ଆଣି ଘର ମରାମତି କର। ଆଚ୍ଛା ଆଚ୍ଛା, ଠିକ ଅଛି। ମୁଁ ଏବେ ହିଁ ଜଙ୍ଗଲ ଭିତରକୁ ଯିବି। ତୁ ମୋ କୁରାଢ଼ୀ ଆଣିଦେ। କାଉର ସ୍ତ୍ରୀ ଘର ଭିତରୁ କୁରାଢ଼ୀ ନେଇ ଆସିଲା। କାଉ ସେ କୁରାଢ଼ୀ ନେଇ ଜଙ୍ଗଲ ଭିତରକୁ ଗଲା। ସେ ଚାରିଆଡ଼େ ବୁଲି ବୁଲି ଭଲ କାଠ ଖୋଜୁଥିଲା। ହଠାତ୍ ତାର ନଜର ଏକ ପତ୍ର ନଥିବା ଗଛ ଉପରେ ପଡ଼ିଲା। ସେ ସେଇ ଗଛ ପାଖକୁ ଗଲା। ଆରେ, ଏଇ ଗଛଟାରେ ତ ଗୋଟେ ବି ପତ୍ର ନାହିଁ। ତା ମାନେ ଏଇ ଗଛଟି ଶୁଖିଲା ଗଛ। ମୁଁ ୟାକୁ ହିଁ କାଟି ତାର କାଠ ଘରକୁ ନେଇଯାଏ। କାଉ ଏମିତି କହି ଯେମିତି ଗଛ କାଟିବାକୁ ଚେଷ୍ଟା କଲା, ହଠାତ୍ ସେ ଶୁଖିଲା ଗଛଟି କଥା କହିଲା। ନା ନା, ମତେ କାଟନି। ମୁଁ ଶୁଖିଲା ଗଛ ନୁହଁ, ମୁଁ ପତ୍ର ନଥିବା ଗୋଟେ ଗଛ। ମୋର ଜୀବନ ଅଛି, ଦୟାକରି ମତେ କାଟନି। ତୋର ପତ୍ର ଥାଉ କି ନଥାଉ, ମୁଁ ତତେ ଆଜି କାଟିବି, କାହିଁକି ନା ମୋର କାଠ ଦରକାର। ନା ନା, ଟିକେ ରୁହ, ମତେ କାଟନି। ତୁମକୁ ଯାହା ଦରକାର ମୁଁ ସବୁ ଦେବି। ଏଇ କିଛି ମିଠା ଫଳ ନିଅ। ଆରେ ଏ କ'ଣ? ମୁଁ ସ୍ୱପ୍ନ ଦେଖୁନି ତ? ତୁ ଏତେ ଗୁଡ଼ିଏ ଫଳ କେମିତି ବାହାର କଲୁ? ମୁଁ ସାଧାରଣ ଗଛ ନୁହଁ, ମୁଁ ଗୋଟେ ଯାଦୁର ଗଛ। ତୁମେ ଯାହା ଚାହିଁବ ମୁଁ ତମକୁ ସବୁ ଦେବି। ହେଲେ ମତେ ଛାଡ଼ି ଦିଅ, ମତେ ଆଉ କାଟନି। ଠିକ ଅଛି, ମୁଁ ତତେ କାଟିବିନି, ହେଲେ ମୁଁ ଯାହା ଚାହିଁବି ତୁ ମତେ ସବୁ ଦେବୁ। ଏମିତି କହି କାଉ ସେ ମିଠା ଫଳର ଝୁଡ଼ି ଧରି ଘରକୁ ଫେରିଲା। ଏଇ କ'ଣ, ତୁମେ କାଠ ନ ଆଣି ଫଳ ଧରି ଘରକୁ ଆସିଲ ଯେ? କାଉ ତା ସ୍ତ୍ରୀକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ କାଉ ସ୍ତ୍ରୀ ମନରେ ଲୋଭ ଆସିଲା। କ'ଣ କହିଲ? ଯାଦୁର ଗଛ? ତୁମେ ସେ ଯାଦୁର ଗଛ ପାଖରୁ ଏ ଫଳ ଝୁଡ଼ି ଆଣିଛ? ତୁମେ ଚାହିଁଥିଲେ ତା ପାଖରୁ ସୁନା ଟଙ୍କା ଆଣିପାରିଥାନ୍ତ। ତୁମେ ସତରେ ବହୁତ ବୋକା। ଆରେ ଆରେ, ଏତେ ରାଗୁଛୁ କାହିଁକି? ସେ ଗଛ ମତେ କହିଥିଲା
ମୁଁ ତାକୁ ଯେତେବେଳେ ବି ଯାହା ମାଗିବି ସେ ମତେ ସବୁ ଦେବ। ମୁଁ କାଲି ହିଁ ତା ପାଖରୁ ସୁନା ଟଙ୍କା ମାଗି ଆଣିବି। ଆରେ ଶୁଣ, ସେ ଚାଦୁର ଗଛ ବିଷୟରେ ଏଇ ଜଙ୍ଗଲରେ କାହାକୁ ବି କିଛି କହିବନି, ନହେଲେ ସମସ୍ତେ ସେ ଗଛକୁ ଯାଇ ସୁନା ଟଙ୍କା ମାଗିବେ। ସେମିତି ସେ ଗଛ ଆମକୁ କମ ସୁନା ଦେବ। ହଁ ହଁ ବୁଝିଲି, ଚାଲ ଏବେ ସବୁ ମିଠା ଫଳ ଖାଇବା। ଏମିତି ସେମାନେ ସେ ସବୁ ଫଳ ଖାଇଲେ। ପରଦିନ ସକାଳେ କାଉ ପୁଣି ଥରେ ସେ ଯାଦୁର ଗଛ ପାଖକୁ ଗଲା। କଣ ହେଲା କାଉ, ତୁ ଆଜି ପୁଣି ମୋ ପାଖକୁ ଆସିଲୁ? ଯାଦୁର ଗଛ, ମୁଁ ଜଙ୍ଗଲରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି, ସେଥିପାଇଁ ମତେ କିଛି ସୁନା ଟଙ୍କା ଦିଅ। ଆରେ ବା, ତୁ ବହୁତ ଭଲ କଥା ଚିନ୍ତା କରିଛୁ କାଉ। ମୁଁ ଏବେ ହିଁ ତତେ କିଛି ସୁନା ଟଙ୍କା ଦେଉଛି। ତାପରେ ଯାଦୁର ଗଛ କାଉକୁ କିଛି ସୁନା ଟଙ୍କା ଦେଲା। କାଉ ସେ ସୁନା ଟଙ୍କା ଧରି ନିଜ ଘରକୁ ଫେରି ଆସିଲା। କାଉର ସ୍ତ୍ରୀ ଏତେ ଗୁଡିଏ ସୁନା ଟଙ୍କା ଦେଖି ଖୁବ ଖୁସି ହେଇଗଲା। ଆରେ ଶୁଣ, ଏ ସୁନା ଟଙ୍କା ବିକ୍ରି କରି ନୂଆ ଘର ତିଆରି କରିବା ଅପେକ୍ଷା ସେ ଚାଦୁର ଗଛ ପାଖରୁ ଏକ ନୂଆ ଘର ମାଗି ଆଣ। ଆରେ ବା, ମୋ ଅପେକ୍ଷା ମୋ ସ୍ତ୍ରୀର ବେଶୀ ବୁଦ୍ଧି। ମୁଁ ଏବେ ସେ ଗଛ ପାଖକୁ ଯିବି ଆଉ ତାକୁ ଏକ ଘର ମାଗିବି। ଯାଦୁର ଗଛ, ମୁଁ ବଡ଼ ବିପଦରେ ପଡ଼ିଯାଇଛି। ମୁଁ ରହୁଥିବା ଘର ଭାଙ୍ଗି ଯାଇଛି। ମୋ ପାଖରେ ଥିବା ସବୁ ସୁନା ଟଙ୍କା ମୁଁ ସମସ୍ତଙ୍କୁ ବାଣ୍ଟି ଦେଇଛି। ଏବେ ମୋର କଣ ହେବ? ମୁଁ କୋଉଠି ରହିବି? କାଉ, ଏଇ କାଠ ଘର ମୁଁ ତତେ ଦେଲି। ଏଇ ଘରକୁ ନେଇ ତୁ ଏବେ ଆରାମରେ ରହିପାରିବୁ। ତାପରେ କାଉ ସେ କାଠ ଘରକୁ ଧରି ଆସିଲା ଆଉ ତାର ସ୍ତ୍ରୀକୁ ଦେଖେଇଲା। ଆରେ ଦେଖ ଦେଖ, ମୁଁ ସେ ଯାଦୁର ଗଛ ପାଖରୁ କେତେ ବଡ଼ ଆଉ ମଜବୁତ ଘର ନେଇ ଆସିଲି। ଏବେ ପୁରା ବର୍ଷା ଦିନ ଆମେ ଆରାମରେ ଘରେ ରହିପାରିବା। କଣ ହେଲା, ତୁ କିଛି କଥା କାହିଁକି କହୁନୁ? ଏମିତି ମନ ଦୁଃଖରେ କାହିଁକି ଅଛୁ? ଏଇ ସାଧାରଣ କାଠ ଘରକୁ ଆଣି ତମେ ଭାବୁଛ ମୁଁ ଖୁସି ହେବି? ଯଦି ଆଣିବାର ଥିଲା ଏକ ସୁନା ଘର ଆଣିଥାନ୍ତ। ମୁଁ କିଛି ଜାଣିନି, ଏବେ ହିଁ ସେ ଗଛ ପାଖରୁ ଏକ ସୁନା ଘର ଆଣ, ନହେଲେ ଆଜି ମୁଁ କିଛି ବି ଖାଇବିନି କି ତମ ସହ କଥା ବି ହେବିନି। ଆଚ୍ଛା ଆଚ୍ଛା, ତୁ ଏତେ ରାଗନି, ମୁଁ ଏବେ ସେ ଗଛ ପାଖରୁ ସୁନା ଘର ଆଣୁଛି। ଏମିତି କହି କାଉ ସେଠାରୁ ଚାଲିଗଲା। ସେ ଯିବା ପରେ ପରେ ଏକ ଚଢ଼େଇ ଆଉ ମିଟୁ କାଉ ସ୍ତ୍ରୀ ପାଖକୁ ଆସିଲେ। କାଉ ଭଉଣୀ, ଏତେ ଶୀଘ୍ର କାଠରେ ଏମିତି ସୁନ୍ଦର ଘର ତୁମେ କେମିତି ତିଆରି କରିପାରିଲ? ଆମକୁ ବି ଟିକେ କୁହ। ବର୍ଷା ହେବା ଆଗରୁ ଆମେ ବି ଏମିତି ମଜବୁତ ଘର ତିଆରି କରିବାକୁ ଚାହୁଁଛୁ। ଏଇ ଘର ଆମେ କେମିତି ତିଆରି କରିଛୁ ମୁଁ ତମ ମାନଙ୍କୁ କହିବିନି। ଏଇଟା ଟପ୍ ସିକ୍ରେଟ। ଏବେ ମୁଁ ବହୁତ ଟେନସନରେ ଅଛି। ତମେ ମାନେ ମତେ ବିରକ୍ତ ନ କରି ଏଠୁ ଚାଲିଯାଅ। ଏମିତି କାଉ ସେମାନଙ୍କୁ ଅପମାନ ଦେଇ ସେଠୁ ବାହାର କରିଦେଲା। ମିଟୁ ଆଉ ଚଢ଼େଇ ମନ ଦୁଃଖରେ ସେଠୁ ଚାଲିଗଲେ। ଚଢ଼େଇ, ମତେ ଲାଗୁଛି ଏମାନେ ଆମକୁ କିଛି ଲୁଚଉଛନ୍ତି। ମୁଁ ପ୍ରତିଦିନ ଦେଖେ କାଉ ଜଙ୍ଗଲ ଭିତରକୁ ଯାଏ ଆଉ କିଛି ନା କିଛି ନୂଆ ଜିନିଷ ଆଣେ। ଆଜି ବି ସେ ଯାଇଛି। ଚାଲ ଆଜି ତାର ପଛା କରିବା, ତାପରେ ଯାଇ ଜାଣିପାରିବା ସେ କୋଉଠିକି ଯାଉଛି। ତାପରେ ସେମାନେ କାଉର ପଛେ ପଛେ ଗଲେ। ସେପଟେ ଯାଦୁର ଗଛ କାଉକୁ ଦେଖି କହିଲା, କାଉ, ତୁ ପୁଣି ମୋ ପାଖକୁ କାହିଁକି ଆସିଲୁ? ମୁଁ ତତେ ଗୋଟେ କଥା କହିଦେଉଛି, ବେଶୀ ଲୋଭ କରିବୁନି। ଲୋଭରୁ ପାପ ଆଉ ପାପରୁ ମୃତ୍ୟୁ। ଯାଦୁର ଗଛ, ତୁ ଯୋଉ କାଠ ଘର ମତେ ଦେଇଥିଲୁ, ମୋ ସ୍ତ୍ରୀକୁ ସେ ଘର ଭଲ ଲାଗିଲାନି। ତୁ ସେ ଘରକୁ ସୁନା ଘର କରିଦେ, ନହେଲେ ମୁଁ ତତେ କାଟିଦେବି। ଯାଦୁର ଗଛ ସବୁ କିଛି ଜାଣିପାରିଲା। ସେ ଲୋଭୀ କାଉକୁ କହିଲା, ଆଚ୍ଛା କାଉ, କେବଳ ଘର ସୁନା ଦରକାର ନା ଘର ଭିତରେ ଥିବା ଜିନିଷ ବି ସୁନା ଦରକାର? ହଁ ହଁ, ମୋର ଘର ଭିତରେ ଥିବା ସବୁ ଜିନିଷ ବି ସୁନା କରିଦେ। ଠିକ ଅଛି, ମୁଁ ତ ଘର ଭିତରେ ଥିବା ସବୁ ଜିନିଷକୁ ସୁନା କରିଦେଇଛି। ତୁ ଏବେ ଘରକୁ ଫେରିଯା। କାଉ ଆଉ କିଛି ନ କହି ଘରକୁ ଚାଲିଗଲା। ଏସବୁ ଘଟଣା ଦୂରରୁ ମିଟୁ ଆଉ ଚଢ଼େଇ ବି ଦେଖୁଥିଲେ। ସେମାନେ ତୁରନ୍ତ ଗଛ ପାଖକୁ ଗଲେ। ଗଛ, ଆମେ ଜାଣୁ ତୁମେ ଏକ ଯାଦୁର ଗଛ। ଆମେ କାଉ ଭଳି ଏତେ ଲୋଭୀ ନୁହଁ। ଆମ ଦୁଇ ଜଣଙ୍କ ପାଖରେ ଘର ନାହିଁ। ଆମକୁ ବି ଏକ ମଜବୁତ କାଠର ଘର ଦିଅ, ଯେମିତି ପୁରା ବର୍ଷା ଦିନ ଆମେ ସେ ଘରେ ରହିପାରିବୁ। ଆଉ ହଁ, ଆମେ ପ୍ରତିଦିନ ତୁମର ଦେଖାଶୁଣା କରିବୁ, ଯେମିତି ଆଉ କେହି ବି ତୁମକୁ କାଟି ପାରିବେନି। ତମ ଦୁଇ ଜଣଙ୍କୁ ଦେଖି ମୁଁ ଜାଣିପାରିଲି ତମେ ମାନେ ବହୁତ ଭଲ। ମୁଁ ତମ ମାନଙ୍କ ଇଚ୍ଛା ନିଶ୍ଚୟ ପୁରା କରିବି। ଏଇ ନିଅ ଘର। ଏମିତି ସେ ଯାଦୁର ଗଛ ମିଟୁ ଆଉ ଚଢ଼େଇକୁ ବି ଦୁଇଟି କାଠ ଘର ଦେଲା। ସେପଟେ କାଉ ତା ସୁନା ଘର ଭିତରେ ପଶି ଦେଖିଲା ତା ସ୍ତ୍ରୀ ଏକ ସୁନାର ମୂର୍ତ୍ତି ପାଲଟି ଯାଇଛି। ଆରେ ଏ କଣ, ତୁ ମୂର୍ତ୍ତି କେମିତି ପାଲଟି ଗଲୁ? ମତେ ରକ୍ଷା କର, ମୁଁ ଏମିତି ସୁନାର ମୂର୍ତ୍ତି ହେଇ ରହିବାକୁ ଚାହୁଁନି। ମୁଁ କେବଳ କଥା କହିପାରୁଛି, ହେଲେ ଟିକେ ବି ହଲି ପାରୁନି।
ମୋର ଆଉ ସୁନା ଦରକାର ନାହିଁ, ଦୟାକରି ମତେ ବଞ୍ଚାଅ, ମୁଁ ମରିବାକୁ ଚାହୁଁନି। ତୁ ଭୟ କରନି, ମୁଁ ଏବେ ସେ ଯାଦୁର ଗଛ ପାଖକୁ ଯାଉଛି। ଯାଦୁର ଗଛ, ମୁଁ ମୋ ଭୁଲ ବୁଝିପାରିଲି। ମୁଁ ଆଉ ତମକୁ କିଛି ବି ମାଗିବିନି। ମୋ ସ୍ତ୍ରୀକୁ ଆଗ ଭଳି କରିଦିଅ, ଦୟାକର ଯାଦୁର ଗଛ, ଦୟାକର। କାଉର ଏପରି ପରିବର୍ତ୍ତନ ଦେଖି ଯାଦୁର ଗଛ ତା ସ୍ତ୍ରୀକୁ ତାର ପୂର୍ବ ରୂପ ଫେରିଦେଲା। ସେ ଯାହା ବି କାଉମାନଙ୍କୁ ଦେଇଥିଲା ସବୁ ନେଇଗଲା। ସେଦିନ ପରଠାରୁ ଦୁଇ କାଉ ଆଉ ଲୋଭ କଲେ ନାହିଁ। ସେମାନେ ତାଙ୍କର ସେଇ ଭଙ୍ଗା ଘରେ ରହିଲେ। ମା ମା, ମୁଁ ତୁମକୁ କେତେ ଦିନରୁ କହୁଛି ମତେ ଗୋଟେ ଛତା କିଣିଦିଅ। ମୋର ସବୁ ସାଙ୍ଗଙ୍କ ପାଖରେ ଛତା ଅଛି, ହେଲେ ତୁମେ ମୋ କଥା ଜମା ବି ଶୁଣୁନ। ତୁମେ ବହୁତ ଖରାପ ମା, ମତେ କେବେ ବି ଛତା କିଣି ଦଉନ। ଆଜି ଯଦି ଛତା କିଣି ନ ଦେବ ମୁଁ ଆଉ ସ୍କୁଲକୁ ଯିବିନି। ଆରେ ମା ଶାନ୍ତ ହେ, ଜିଦ୍ କରନି। ତୁ ତ ଜାଣିଛୁ ଛତା କିଣିବା ପାଇଁ ମୋ ପାଖରେ ଟଙ୍କା ନାହିଁ। ମୁଁ ତତେ ଛତା କେମିତି କିଣିଦେବି କହିଲୁ? ନା ନା ନା, ମୁଁ କିଛି ଜାଣିନି। ମତେ ଛତା ଦରକାର। ମୋ ସାଙ୍ଗମାନେ ପ୍ରତିଦିନ ଛତା ଧରି ସ୍କୁଲ ଯାଆନ୍ତି, ମୋ ପାଖରେ ଗୋଟେ ବି ଛତା ନାହିଁ। ମତେ ଛତା କିଣିଦିଅ। ମାରି ଟିକେ ଆମ ଘର ଆଡ଼କୁ ଦେଖିଲୁ, ଘରଟା କେତେ ପୁରୁଣା ଆଉ ଚାରିପାଖ କେମିତି ଭାଙ୍ଗି ଯାଇଛି। ବର୍ଷା ହେବା ଆଗରୁ ଘର ଠିକ୍ ନ କଲେ ଆମ ଘର ଭାଙ୍ଗିଯିବ। ତୁ କାହିଁକି ବୁଝୁନି ରେ ମା? ତୋ ମା ବହୁତ ଗରିବ, ଯାହା ବି ରୋଜଗାର କରୁଛି ଖାଇବାରେ ଘର ଚଳିବାରେ ସବୁ ଟଙ୍କା ସରିଯାଉଛି। ଏବେ ତୁ ହିଁ କହ, ସେଇ ଅଳ୍ପ କେତୋଟି ଟଙ୍କାରେ ମୁଁ ଘର ସଜାଡ଼ିବି ନା ତତେ ଛତା କିଣିଦେବି? ତାହେଲେ ଆଗ ଘର ସଜାଡ଼ିବ, ତାପରେ ମତେ ଛତା କିଣିଦେବ। ଠିକ୍ ଅଛି ମା, ତୁ ଜମା ବି ମନ ଦୁଃଖ କରନି। ଘର ସଜାଡ଼ି ସାରିଲେ ମୁଁ ତୋ ପାଇଁ ସୁନ୍ଦର ଏକ ରଙ୍ଗୀନ ଛତା କିଣିଦେବି। ବହୁତ ସମୟ ହେଇଗଲାଣି, ଆସ ମା, ମୁଁ ଏବେ ତତେ ଖୁଆଇଦେବି। ମା ଚଢ଼େଇଟି ଥିଲା ବହୁତ ଗରିବ। ଅନ୍ୟ ଚଢ଼େଇମାନଙ୍କ ଘରେ ବାସନ ମାଜି ଯାହା ବି ପାଉଥିଲା ସେଥିରେ ସେ ତାର ଆଉ ତା ଛୁଆର ଖାଇବା ଯୋଗାଡ଼ କରୁଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ବର୍ଷା ଦିନ ବି ଆସିଗଲା, ହେଲେ ମା ଚଢ଼େଇଟି ଘର ସଜାଡ଼ିବା ଟଙ୍କା ଯୋଗାଡ଼ କରିପାରିଲାନି। ସେଥିପାଇଁ ସେ ଅନେକ ଚିନ୍ତାରେ ଥିଲା। ଦେଖୁ ଦେଖୁ ବର୍ଷା ବି ଆରମ୍ଭ ହେଇଗଲା। ବର୍ଷା ଦିନ ଆରମ୍ଭ ହେଇଗଲାଣି, ଟଙ୍କା ଅଭାବରୁ ମୁଁ ଘର ସଜାଡ଼ି ପାରିଲିନି। ଏବେ ଆମର କ'ଣ ହେବ? ହେ ଭଗବାନ, ଆମକୁ ରକ୍ଷା କର। ଘର ଭାଙ୍ଗିଗଲେ ଆମେ କୋଉଠି ରହିବୁ? ମା ଦେଖ, ପବନରେ ଆମ ଘର କେମିତି ହଲୁଛି। ମତେ ଭାରି ଭୟ ଲାଗୁଛି। ମା ତୁ ଭୟ କରନି, ମୁଁ ତ ପାଖରେ ଅଛି। ସେତେବେଳେ ଜୋର ଜୋରେ ପବନ ବହୁଥିଲା। ଏତେ ଜୋରେ ପବନ ବହିବା ଯୋଗୁଁ ଚଢ଼େଇ ଘର ଚାଳର ଗୋଟେ ପାଖ ଭାଙ୍ଗି ପବନରେ ଉଡ଼ିଗଲା, ଯାହାଫଳରେ ତାଙ୍କ ଘର ଭିତରେ ବର୍ଷା ପାଣି ପଡ଼ିଲା। ମା ଦେଖ ନା, ଏ କ'ଣ ହେଇଗଲା? ଘର ଭିତରେ ବର୍ଷା ପାଣି ପଡୁଛି। ମତେ ଭାରି ଥଣ୍ଡା ଲାଗୁଛି। ମା ମାରି ଘରର ଗୋଟେ କୋଣରେ ପାଣି ପଡୁନି, ଚାଲ ସେଠାକୁ ଯିବା। ତୁ ମୋ ପାଖକୁ ଆ, ମୁଁ ତତେ ମୋ ଡେଣାରେ ଘୋଡ଼େଇ ଦେବି, ତତେ ଆଉ ଥଣ୍ଡା ଲାଗିବନି। ମା ଚଢ଼େଇଟି ତା ଛୁଆକୁ ନିଜ ଡେଣାରେ ଘୋଡ଼େଇକି ଧରିଲା। ଏମିତି ସେ ରାତି ବିତିଗଲା। ସକାଳ ହେଲା ପରେ ଯେତେବେଳେ ବର୍ଷା ଛାଡ଼ିଗଲା, ମା ଚଢ଼େଇଟି ଜଙ୍ଗଲ ଭିତରକୁ ଗଲା। ସେ କିଛି କଦଳୀପତ୍ର ତୋଳି ଆଣିଲା, ଆଉ ନିଜ ଘର ଚାଳର ଭାଙ୍ଗିଥିବା ଜାଗାରେ କଦଳୀପତ୍ର ଘୋଡ଼େଇ ଦେଲା। କିଛି ଦିନ ଏମିତି ଚଳି ଯାଇଥାଏ, ପଛରେ ଟଙ୍କା ଯୋଗାଡ଼ କଲେ ମୁଁ ଘର ମରାମତି କରିନେବି। ଏମିତି ସେ ଦିନ କଟିଗଲା। ପରଦିନ ରାତିରେ ପୁଣି ଝଡ଼ ବର୍ଷା ଆରମ୍ଭ ହେଇଗଲା। ଆଜି ତୁ ଜମା ବି ଡରନି, ମୁଁ ଘର ଉପରେ କଦଳୀପତ୍ର ରଖିଦେଇଛି। ଆଜି ଆମେ ଆଉ ବର୍ଷାରେ ଭିଜିବାନି। ମା ଚଢ଼େଇର କଥା ସରିଛି କି ନାହିଁ, ପବନରେ କଦଳୀପତ୍ର ଉଡ଼ିଗଲା। ପୁଣି ଥରେ ତାଙ୍କ ଘର ଭିତରେ ପାଣି ପଡ଼ିଲା। ମାରି ଭୟ କରନି, ଆଜି ରାତି ବି କାଲି ରାତି ପରି ପାର କରିଦେବା। ସକାଳେ ମୁଁ କିଛି ବ୍ୟବସ୍ଥା କରିବି। ସେପଟେ ଗୋଟେ ବୁଢ଼ୀ ଚଢ଼େଇ ବର୍ଷାରେ ଛତା ଧରି ଜଙ୍ଗଲରେ ଚାଲୁଥିଲା। ସାମ୍ନାରେ କାଉର ଘର ଥିଲା। ବୁଢ଼ୀ ଚଢ଼େଇ ସେ ଘରକୁ ଯାଇ ଘରର କବାଟ ବାଡ଼େଇଲା। ଘର ଭିତରେ କିଏ ଅଛ? ଦୟାକରି ମୋତେ ଟିକେ ସାହାଯ୍ୟ କର। ମୁଁ ଏ ଝଡ଼ ବର୍ଷାରେ ଘରକୁ ଫେରି ପାରିଲିନି। ଆଜି ରାତି ମୋତେ ତୁମ ଘରେ ଆଶ୍ରୟ ଦେଇଥାଅ। ଆରେ ଆରେ, ଘର ଭିତରକୁ କ'ଣ ଚାଲି ଆସିଲ? ଚିହ୍ନା ନାହିଁ କି ଜଣା ନାହିଁ, ମୁଁ କ'ଣ ପାଇଁ ତମକୁ ମୋ ଘରେ ଆଶ୍ରୟ ଦେବି? ମୁଁ ତମକୁ ମୋ ଘରେ ରଖିପାରିବିନି। ଏବେ ହିଁ ମୋ ଘରୁ ବାହାରି ଯାଅ। କାଉର ଏପରି କଥା ଶୁଣି ବୁଢ଼ୀ ଚଢ଼େଇ ତା ଘରୁ ବାହାରି ଆସିଲା। ସେ ସମସ୍ତଙ୍କ ଘରକୁ ଯାଇ ଆଶ୍ରୟ ଖୋଜୁଥିଲା, ହେଲେ କେହି ବି ସେ ବୁଢ଼ୀ ଚଢ଼େଇକୁ ସାହାଯ୍ୟ କଲେ ନାହିଁ। ଶେଷରେ ସେ ମା ଚଢ଼େଇର ଭଙ୍ଗା ଘରକୁ ଗଲା।
ଭିତରେ କିଏ ଅଛ? ଆଜି ରାତି ମୋତେ ତୁମ ଘରେ ଆଶ୍ରୟ ଦେଇଥାଅ। ବର୍ଷାରେ ଭିଜି ଭିଜି ମୋତେ ଭାରି ଥଣ୍ଡା ଲାଗିଲାଣି। ମାରେ, ମୋ ଘର ବହୁତ ଦୂର। ଫେରୁ ଫେରୁ ହିଁ ବର୍ଷା ମାଡ଼ି ଆସିଲା। ଏ ଜଙ୍ଗଲରେ ମୋର ନିଜର କେହି ନାହାନ୍ତି। ଆଜି ରାତି ମୋତେ ତ ଘରେ ରହିବାକୁ ଦେଇଥାଅ। ସକାଳ ହେଲେ ହିଁ ମୁଁ ଏଠୁ ଚାଲିଯିବି। ବୁଢ଼ୀମା, ମୁଁ ମନା କରୁନି। ଆଜି ରାତି ତୁମେ ଆମ ଘରେ ରହିଯାଅ। ହେଲେ ତୁମେ ତ ଦେଖୁଛ ଏ ଘରର ଅନେକ ଜାଗା ଭାଙ୍ଗି ଯାଇଛି। ଘର ଭିତରେ ବର୍ଷା ପାଣି ପଡ଼ୁଛି। ମୁଁ ତୁମକୁ ଏକ ଭଲ ଜାଗାରେ ରହିବାକୁ ଦେଇପାରୁନି। କିଛି କଥା ନାହିଁ ରେ ମା, ମୁଁ ଆଜି ରାତି କଷ୍ଟ କରି ଏ ଭଙ୍ଗା ଘରେ ରହିଯିବି। ତ ମନଟା ବହୁତ ଭଲ। ପକ୍କା ଘର ଥାଇ ବି ଏ ଜଙ୍ଗଲର ଚଢ଼େଇମାନେ ମୋତେ ଆଶ୍ରୟ ଦେଲେ ନାହିଁ। ହେଲେ ତୁ ଏ ଭଙ୍ଗା ଘରେ ରହିବାକୁ ମୋତେ ଜାଗା ଦେଲୁ। ମୁଁ ତତେ ଆଶୀର୍ବାଦ କରୁଛି, ଖୁବ୍ ଶୀଘ୍ର ତୋର ସବୁ ଦୁଃଖ ଦୂର ହେଇଯିବ। ପରଦିନ ସକାଳେ ବର୍ଷା ଛାଡ଼ି ଯାଇଥିଲା। ବୁଢ଼ୀ ଚଢ଼େଇ ନିଜ ଘରକୁ ଯିବା ପାଇଁ ବାହାରିଲା। ମୁଁ ଏବେ ଆସୁଛି ରେ ମା, ମୋ ଘର ଲୋକ ମୋ ପାଇଁ ବ୍ୟସ୍ତ ହେଉଥିବେ। ଆରେ ବୁଢ଼ୀମା, ତୁମେ ମୋର ଅତିଥି। ନ ଖାଇ ଏଠାରୁ ଚାଲିଯିବ? ଆଗ କିଛି ଖାଇନିଅ, ତାପରେ ଘରକୁ ଯିବ। ଏମିତି ଶୁଣି ବୁଢ଼ୀ ଚଢ଼େଇ ସେ ଖାଇବା ଖାଇଲା। ସେତେବେଳେ ଛୋଟ ଚଢ଼େଇ ଛୁଆ କାନ୍ଦି କାନ୍ଦି ତା ମାକୁ କହିଲା, ମା, ଆଉ କେତେ ଦିନ କଷ୍ଟ କରି ଏ ଭଙ୍ଗା ଘରେ ରହିବା? ତୁମେ ତ କହିଥିଲ ଘର ସଜାଡ଼ି ସାରିଲେ ମୋତେ ଛତା କିଣିଦେବ। ଛତା କିଣିବା ତ ଦୂରର କଥା, ତୁମେ ଏଯାଏଁ ଘରଟି କରିପାରିଲନି। ମୋତେ ଏ ଭଙ୍ଗା ଘରେ ରହିବାକୁ ଆଉ ଭଲ ଲାଗୁନି। ମାରେ, କାନ୍ଦିନି, ଟିକେ ଧୈର୍ଯ୍ୟ ଧର, ସବୁ କିଛି ଠିକ୍ ହେଇଯିବ। ମା ଚଢ଼େଇ ଆଉ ତା ଛୁଆର କଥା ସେ ବୁଢ଼ୀ ଚଢ଼େଇ ବି ଶୁଣୁଥିଲା। ଖାଇସାରି ସେ କହିଲା, ମାରେ, ମୁଁ ଏବେ ଆସୁଛି। ମୁଁ ତୋର ଏ ଉପକାର କେବେ ବି ଭୁଲିବିନି। ମୋ ପାଖରେ ଏବେ କିଛି ନାହିଁ। ଏ ଛତା ମୁଁ ତୋ ଝିଅକୁ ଉପହାର ଦେଉଛି। ଏ ନେ ଛୋଟ ଝିଅ, ମୋ ତରଫରୁ ତୋ ପାଇଁ ଏକ ଛୋଟ ଉପହାର। ଏବେ ମୁଁ ଯାଉଛି। ଆଉ ହଁ, ଏ ଛତା ସାଧାରଣ ନୁହଁ। ଦିନେ ନା ଦିନେ ତମେମାନେ ଏକଥା ବୁଝିପାରିବ। ଏମିତି କହି ସେ ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ତାପରେ ବେଶ କିଛି ଦିନ ବିତିଗଲା। ଯେତେ ଚେଷ୍ଟା କଲେ ବି ମା ଚଢ଼େଇ ଟଙ୍କା ଯୋଗାଡ଼ କରି ଘର ସଜାଡ଼ି ପାରିଲାନି। ଗୋଟେ ଦିନ ବହୁତ ଜୋରେ ବର୍ଷା ହେଲା। ସେଇ ବର୍ଷାରେ ମା ଚଢ଼େଇର ପୁରା ଘର ଭାଙ୍ଗିଗଲା। ହେ ଭଗବାନ, ଏ କ'ଣ ହେଇଗଲା? ଏବେ ମୁଁ ମୋ ଛୁଆକୁ ନେଇ କୋଉଠି ରହିବି? ଆସ ମା, ମୋ ପାଖକୁ ଆସେ। ମା, ମୋତେ ବହୁତ ଡର ଲାଗୁଛି। ଦେଖ ନା, ମୁଁ ପୁରାପୁରି ଭିଜି ଯାଇଛି। ଭାରି ଥଣ୍ଡା ଲାଗୁଛି ମା। ଆରେ ମା, ତତେ ବୁଢ଼ୀମା ଯୋଉ ଛତା ଦେଇଥିଲେ ତାକୁ ଖୋଲ। ଆଜି ରାତି ଆମେ ସେ ଛତା ତଳେ ଆଶ୍ରୟ ନେବା। ଏମିତି କଥା ହେଇ ମା ଆଉ ତାର ଛୁଆ ଛତା ଖୋଲି ତା ତଳେ ବସିଲେ। ହଠାତ୍ ସେହି ସମୟରେ ଛତାଟି ଉଡ଼ିଯାଇ ଏକ ସୁନ୍ଦର ଘରରେ ବଦଳିଗଲା। ଏ କ'ଣ ମା? ଆମ ପୁରୁଣା ଘର ଜାଗାରେ ଏକ ନୂଆ ଘର। କେତେ ସୁନ୍ଦର ହେଇଛି ନା ମା ଏ ଘର। ଆରେ ଏ କ'ଣ? ଏ ଛତାଟି ଏକ ଘର କେମିତି ହେଇଗଲା? ନିଶ୍ଚୟ ଏ ଛତା ସାଧାରଣ ଛତା ନୁହଁ। ତୁ ଠିକ୍ କହିଲୁ ଚଢ଼େଇ, ଏ ଛତା ସାଧାରଣ ନୁହଁ। ଯୋଉ ବୁଢ଼ୀମା ତୋ ଘରେ ଆଶ୍ରୟ ନେଇଥିଲେ ସେ ବି ସାଧାରଣ ଚଢ଼େଇ ନଥିଲେ। ସେ ଥିଲେ ଜଣେ ଯାଦୁକରଣୀ। ସେ ବୁଢ଼ୀମା ତୁମ ଉପରେ ଖୁସି ହେଇ ତୁମକୁ ଉପହାରୀ ଘର ଦେଇଛନ୍ତି। ବର୍ଷାରେ ଭିଜନି, ଘର ଭିତରକୁ ଆସ। ଏ ଘରେ ତମେମାନେ ସବୁ ସୁବିଧା ପାଇବ। ତାପରେ ମା ଛୁଆ ଘର ଭିତରକୁ ଗଲେ। ସେ ଘରେ ଅନେକ ଖାଇବା ସହ ସୁନା ରୂପା ବି ଜମା ଥିଲା। ବୁଢ଼ୀମା, ତୁମକୁ ବହୁତ ବହୁତ ଧନ୍ୟବାଦ। ତୁମର ଏତେ ବଡ଼ ଉପକାର ମୁଁ କେବେ ବି ଭୁଲିବିନି। ତୁମେ ଯୋଉଠି ବି ଥାଅ, ଭଲରେ ଥାଅ। ମା ଚଢ଼େଇଟି ଆଉ ବାହାରକୁ କାମ କରିବା ପାଇଁ ଗଲା ନାହିଁ। ଦିନେ କାଉ ତାକୁ ଖୋଜି ଖୋଜି ସେଠାକୁ ଆସିଲା। ଚଢ଼େଇର ପୁରୁଣା ଘର ବଦଳରେ ସେଠି ସୁନ୍ଦର ଏକ ବଡ଼ ଘର ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲା। ଆରେ, ଏ ଚଢ଼େଇଟା ତ ଅନେକ ଗରିବ ଥିଲା। ଏତେ ସୁନ୍ଦର ଘର ସେ କେମିତି ତିଆରି କଲା? ନା, ଏ ଘରେ ନିଶ୍ଚୟ ଆଉ କେହି ରହୁଥିବ। ମୁଁ ଝରକା ପାଖକୁ ଯାଇକି ଦେଖେ ଏ ଘରେ କିଏ ରହୁଛି। ଏ କ'ଣ? ଏ ଘରେ ତ କେତେ ସୁନା ଟଙ୍କା ଅଛି। ଏ ଗରିବ ଚଢ଼େଇ ଏତେ ଭଲ ଘର କୋଉଠୁ ପାଇଲା? ନା, ଯେମିତି ବି ହଉ ମୁଁ ତାଠୁ ଏ ଘର ଛଡ଼େଇକି ନେଇଯିବି। ଚଢ଼େଇର ତ ଏ ଜଙ୍ଗଲରେ କେହି ବି ନାହାନ୍ତି। ତା କଥାକୁ କେହି ବିଶ୍ୱାସ କରିବେନି। ଏଇ ଚଢ଼େଇ, ବାହାର ମୋ ଘରୁ। ଏ ଘର ଆଜିଠୁ ମୋର। ତୁ ତ ଛୁଆକୁ ନେଇ ଶୀଘ୍ର ଏ ଘରୁ ବାହାରି ଯା। ତୁମେ କ'ଣ କହୁଛ? ଏ ଘର ମୋର। ତୁମେ ମିଛ କାହିଁକି କହୁଛ? ମୁଁ ଆଗରୁ ତୁମ ଘରେ କାମ କରୁଥିଲି, ସେଥିପାଇଁ ଭଲରେ କହୁଛି। ଏ ଘରୁ ବାହାରି ଯାଅ। ଚଢ଼େଇର କଥା ସରିଛି କି ନାହିଁ, କାଉ ଦେହରେ ନିଆଁ ଲାଗିଗଲା। କାଉ ଭୟରେ ଘରୁ ବାହାରି ଆସିଲା। ସଙ୍ଗେ ସଙ୍ଗେ ହିଁ ତା ଦେହର ନିଆଁ ଲିଭିଗଲା। ଘରଟି କାଉକୁ କହିଲା,
ଏ ଘର ଏକ ପବିତ୍ର ଜାଗା, ଏଠାକୁ ଆସି ଯିଏ ବି ମିଛ କହିବ ତାକୁ ଶାସ୍ତି ମିଳିବ। ଏସବୁ ଶୁଣି କାଉ ଭୟରେ ତୁରନ୍ତ ନିଜ ଘରକୁ ଚାଲିଗଲା। ସେ ଆଉ କେବେ ବି ଚଢ଼େଇକୁ ହଇରାଣ କଲା ନାହିଁ। ଚଢ଼େଇ ନିଜ ଛୁଆ ସହ ଖୁସିରେ ସେ ଛତା ଧରି ରହିଲା। ଆରେ ମା, ଜେଜେମାଙ୍କ ପାଖରେ ଥିବ, ତାଙ୍କ ଦେହ ଭଲ ନାହିଁ। ମୁଁ ଏବେ କାମକୁ ଯାଉଛି। ଠିକ ଅଛି ମା, ମୁଁ ଜେଜେମାଙ୍କ ପାଖରେ ଥିବି। ମା, ଫେରିବା ସମୟରେ ଜେଜେମାଙ୍କ ପାଇଁ ଔଷଧ ଆଣିଦେବ। ଜେଜେମାଙ୍କ ଔଷଧ କାଲି ରାତିରୁ ହିଁ ସରିଯାଇଛି। କ'ଣ ହେଲା? କାଲି ରାତିରୁ ମାଙ୍କର ଔଷଧ ସରିଯାଇଛି? ଆଚ୍ଛା ହଉ, ମୁଁ ଦେଖୁଛି ମୁଁ କ'ଣ କରିପାରିବି। ଏମିତି କହି ମା ଚଢ଼େଇ ତା କାମକୁ ଚାଲିଗଲା। ତା ସ୍ୱାମୀର ମୃତ୍ୟୁ ପରେ ସେ କାଉର ଜମିରେ କାମ କରୁଥିଲା। କଥା କ'ଣ ଚଢ଼େଇ, ଆଜି ଏତେ ଡେରି କରିଦେଲୁ ଆସିବା ପାଇଁ? ଏଇ ମାସ ତୁ 2 ଥର ଡେରି କଲୁଣି। ଆଉ ଯଦି କେବେ ଡେରିରେ ଆସିବୁ ମୁଁ ତତେ କାମରୁ ବାହାର କରିଦେବି। ନା ନା, ମୁଁ ଆଉ କେବେ ବି ଡେରି କରିବିନି। ମତେ କାମରୁ ବାହାର କରନ୍ତୁନି। ଆଚ୍ଛା ଆଚ୍ଛା ଠିକ ଅଛି, ଯା ତୋ କାମ କରିବୁ। ଆଉ ଯଦି ଦିନେ ଡେରି କରିବୁ ମୁଁ ତତେ କାମରୁ ବାହାର କରିଦେବି। ତାପରେ ମା ଚଢ଼େଇ କାଉର ଜମିରେ କାମ କଲା। କାଉ ପ୍ରତ୍ୟେକ ଦିନ ତାକୁ 200 ଟଙ୍କା ଦେଉଥିଲା। ଏବେ ମୁଁ ଏଇ 200 ଟଙ୍କାରେ କ'ଣ କିଣିବି? ଘର ପାଇଁ ସଉଦା କିଣିବି ନା ମାଙ୍କ ପାଇଁ ଔଷଧ କିଣିବି? ଗୋଟେ ଦିନ ପାଣି ପିଇକି ରହିଗଲେ କିଛି ହେବନି। ମୁଁ ଆଗ ମାଙ୍କ ପାଇଁ ଔଷଧ ନେଇଯାଏ। ମା, ଆସିଗଲ? କ'ଣ ଖାଇବା ଆଣିଛ ମା? ନାଇଁ ରେ ମା, ମୁଁ କିଛି ଖାଇବା ଆଣିନି। ତ ଜେଜେମାଙ୍କ ଔଷଧ କିଣିବାରେ ସବୁ ଟଙ୍କା ସରିଗଲା। ସବୁ ଟଙ୍କା ସରିଗଲା? ହଉ, କିଛି କଥା ନାହିଁ ମା। ରୋଷେଇ ଘରେ କିଛି ଶୁଖିଲା ଫଳ ଅଛି, ଆଜି ଆମେ ତା ଖାଇ ରହିଯିବା। ହଁ ରେ ମା, ଯା ତୁ ଆଜି ସେ ଫଳ ଖାଇ ଦେଇଥା। ମୁଁ କାଲି ତୋ ପାଇଁ ଖାଇବା ଆଣିଦେବି। ମୋ ପାଇଁ ତମେ 2 ଜଣ ଅନେକ କଷ୍ଟ ପାଉଛ। ମୁଁ ତମ 2 ଜଣଙ୍କ ଉପରେ ବୋଝ ପାଲଟି ଯାଇଛି। ବୋହୂମା, ତୁ ମୋ ପାଇଁ ଆଉ ମେଡ଼ିସିନ କିଣି ଆଣିନି। ସେଇ ଟଙ୍କାରେ ତୁ ତ ଝିଅ ପାଇଁ ଭଲ ଭଲ ଖାଇବା ଆଣିଦେ। ମାରେ, ମୋର ତ ବୟସ ହେଲାଣି। ଏତେ ଦିନ ବଞ୍ଚିକି ମୁଁ କ'ଣ କରିବି? ଏବେ ମତେ ମରିବାକୁ ଛାଡ଼ିଦେ। ଛି ମା, ଏମିତି କଥା କୁହନ୍ତୁନି। ମୁଁ ଥିବା ଯାଏଁ ଆପଣଙ୍କର କିଛି ହେବନି। ଆପଣଙ୍କ ପାଇଁ ତ ଆମେ ବଞ୍ଚିବା ପାଇଁ ସାହସ ପାଉଛୁ। ଆପଣ ଆମ ପାଇଁ ବରଗଛ। ବରଗଛ ଯେମିତି ସମସ୍ତଙ୍କୁ ଶୀତଳ ଛାଇ ଦେଇଥାଏ, ଆପଣଙ୍କ ପାଖକୁ ଆସିଲେ ମତେ ଠିକ ସେମିତି ଲାଗିଥାଏ। ମା, ଚିନ୍ତା କରନ୍ତୁନି, ଦେଖିବେ ଖୁବ୍ ଶୀଘ୍ର ଆମର ଏ ସବୁ ଦୁଃଖ ଦୂର ହେଇଯିବ। ଏମିତି ଦିନ ବିତି ଚାଲିଲା। ଗୋଟେ ଦିନ, କାଉ ଭାଇ। କ'ଣ ହେଲା ଚଢ଼େଇ, ତୁ କାମ ଛାଡ଼ି କ'ଣ କହିବାକୁ ଆସିଛୁ? କାଉ ଭାଇ, ମୋର କିଛି ଟଙ୍କା ଦରକାର ଥିଲା। ମତେ ଆଗୁଆ କିଛି ଟଙ୍କା ଦେଇପାରିବେ? ଆଚ୍ଛା ଆଚ୍ଛା ଠିକ ଅଛି, ମୁଁ କାଲି ତତେ ଟଙ୍କା ଦେଇଦେବି। ଏବେ ତୁ ଯା କାମ କର। ଆରେ, ତମେ କ'ଣ କରୁଛ? ଆଲମିରାରୁ ଟଙ୍କା କାହିଁକି ବାହାର କରୁଛ? ଆମ ଜମିରେ କାମ କରୁଥିବା ଚଢ଼େଇକୁ କିଛି ଟଙ୍କା ଦରକାର। ସେ ମତେ କିଛି ଟଙ୍କା ମାଗିଛି, ମୁଁ ତାକୁ ଏ ଟଙ୍କା ଦେବି। କ'ଣ ହେଲା? ତୁମେ ସେ ଚଢ଼େଇକୁ ଏ ଟଙ୍କା ଦେବ? ଟଙ୍କା ମାଗିବାକୁ ସେ ଠିକ ସମୟରେ ଚାଲି ଆସୁଛି, ଆଉ କାମ କରିବା ସମୟରେ ସେ ଡେରି କରୁଛି। ତମେ ସେ ଚଢ଼େଇକୁ ଆଉ କାମରେ ରଖନି। ମୁଁ ମୋ ଭାଇ ଘରୁ ଦେଖି ଆସିଛି, ସେଠି ନା ସମସ୍ତେ ଟ୍ରାକ୍ଟରରେ ଚାଷ କରୁଛନ୍ତି। ତୁମେ ବି ଏକ ଟ୍ରାକ୍ଟର କିଣିନିଅ। ଟ୍ରାକ୍ଟରରେ ଚାଷ କଲେ ତମକୁ ଆଉ ଚଢ଼େଇମାନଙ୍କୁ ଟଙ୍କା ଦେବାକୁ ପଡ଼ିବନି। ଆରେ ବାଃ, ତୁ ଏକଦମ ଠିକ କଥାଟେ କହିଲୁ। ମୁଁ କାଲି ହିଁ ଏକ ଟ୍ରାକ୍ଟର କିଣି ନେବି। ଆରେ ଚଢ଼େଇ, ତୁ ମତେ ଟଙ୍କା ମାଗିଥିଲୁ ନା? ଏଇ ନେ ଟଙ୍କା, ଆଉ ସାଙ୍ଗରେ କିଛି ପରିବା ନେଇଯା, ଘରେ ରୋଷେଇ କରି ଖାଇବୁ। ଧନ୍ୟବାଦ କାଉ ଭାଇ, ମୁଁ ତୁମର ଏ ଉପକାର କେବେ ବି ଭୁଲିବିନି। ଚଢ଼େଇ, ଏଇ ଟଙ୍କା ତୋର ଶେଷ ଟଙ୍କା ଥିଲା। ତୁ କାଲିଠୁ ଆଉ କାମକୁ ଆସିବୁନି। କାମକୁ ଆସିବିନି ମାନେ? ତୁମେ କ'ଣ କହୁଛ କାଉ ଭାଇ? ମୁଁ ଏକ ଟ୍ରାକ୍ଟର କିଣିଛି। ଏବେ ମୁଁ ଖୁବ୍ ସହଜରେ ଟ୍ରାକ୍ଟର ଦ୍ୱାରା ମୋ ଜମି ଚାଷ କରିପାରିବି। ଚଢ଼େଇ, ତତେ ଆଉ ମୋ ଜମିରେ କାମ କରିବାକୁ ପଡ଼ିବନି। ନା ନା କାଉ ଭାଇ, ମତେ କାମରୁ ବାହାର କରନ୍ତୁନି। ମୋ କାମ ଚାଲିଗଲେ ଆମେ ଖାଇବାକୁ ପାଇବୁନି। ମୁଁ ଅନେକ ବର୍ଷରୁ ତମ ଜମିରେ କାମ କରି ଆସୁଛି। ଏମିତି ହଠାତ୍ ମତେ କାମରୁ ବାହାର କରନି। ତ ଘରେ କ'ଣ ଅସୁବିଧା ହେଲା ନହେଲା ସେ କଥା ମୁଁ ବୁଝେନି। ଆଜିଠୁ ତ ମୋ ଜମିରେ ଆଉ କାମ କରିପାରିବୁନି। କାଉର ଏପରି କଥା ଶୁଣି ମା ଚଢ଼େଇ କାନ୍ଦି କାନ୍ଦି ନିଜ ଘରକୁ ଫେରି ଆସିଲା। ତା କାମ ଚାଲିଯିବା କଥା ସେ ତାର ଝିଅକୁ କହିଲା।
ମା ଆଉ ମନ ଦୁଃଖ କରନି, ସବୁ କିଛି ଠିକ ହେଇଯିବ। ଏ ପରିବା କଣ ଘର ପାଇଁ ଆଣିଛ? ଦିଅ, ମୁଁ କାଟିକି ରୋଷେଇ କରିଦେବି। ଚଢ଼େଇ ଛୁଆ ଯେମିତି ସେ ପରିବାକୁ ଛୁଇଁଲା, ହଠାତ୍ ସେ ପରିବା ଭିତରୁ ଏକ ପରି ବାହାରିଲା। କିଏ କିଏ ତମେ? ମୁଁ ଜଣେ ପରିବା ପରି। ଚଢ଼େଇ, ତୁ ବହୁତ ପରିଶ୍ରମୀ। ତୋ ପରିଶ୍ରମ ଗୁଣ ଦେଖି ହିଁ ମୁଁ କାଉ ଜମିରେ ରହିଥିଲି। ଆଜି ଯେତେବେଳେ କାଉ ତତେ କାମରୁ ବାହାର କରିଦେଲା, ମୁଁ ବି ତୋ ସାଙ୍ଗରେ ଚାଲି ଆସିଲି। ଆଜିଠୁ ମୁଁ ତୋ ସାଙ୍ଗରେ ରହିବି। ଚଢ଼େଇ, ଏ ପରିବା ଘର ଆଜିଠୁ ତୋର। ତୁ ଏ ପରିବା ଘରୁ ଅନେକ ପରିବା ପାଇବୁ, ଆଉ ସେ ପରିବା ବିକ୍ରି କରି ଟଙ୍କା ରୋଜଗାର କରିପାରିବୁ। ହେଲେ କାଉ ବି ତ ପରିବା ବିକ୍ରି କରେ, ସେ କଣ ମତେ ବଜାରରେ ପରିବା ବିକ୍ରି କରିବାକୁ ଦେବ? ତୁ ସେ ବିଷୟରେ ଜମା ଚିନ୍ତା କରନି ଚଢ଼େଇ। ତୋ ପରିବାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗିବ। ସମସ୍ତେ ତୋ ପାଖରୁ ହିଁ ପରିବା କିଣିବେ। ମୁଁ ତୋ ପାଖରେ ସବୁବେଳେ ରହିଛି। ତାପରେ ଚଢ଼େଇ ସେ ପରିବା ଘରୁ ପରିବା ନେଇ ବଜାରକୁ ଯାଉଥିଲା ଆଉ ବିକ୍ରି କରୁଥିଲା। ଏମିତି ଧୀରେ ଧୀରେ ତାଙ୍କର ସବୁ ଅଭାବ ଦୂର ହେଇଗଲା। ଚଢ଼େଇ ଏକ ନୂଆ ଘର କିଣିଲା, ତାର ଶାଶୁ ବି ଭଲ ହେଇଗଲା। ପରିବା ନିଅ ପରିବା, ମୋ ପରିବା ଭାରି ଭଲ। ମୋଠୁ ପରିବା ନେଇଯାଅ, ଖୁବ୍ କମ୍ ଦାମରେ ମୁଁ ପରିବା ଦେବି। କାଉ, ତା ପରିବାର ଦାମ ଯେତେ କମ ଥିଲେ ବି ଆମେ ତା ପାଖରୁ ପରିବା କିଣିବୁନି। ଚଢ଼େଇର ପରିବା ଭାରି ସ୍ୱାଦିଷ୍ଟ, ଆମେ ତା ପାଖରୁ ହିଁ ପରିବା କିଣିବୁ। ତୋ ପରିବା ତୁ ନିଜେ ଖା। ନା ନା, ଯାଅନି, ରହିଯାଅ, ମୋଠୁ ପରିବା ନେଇଯାଅ। ଏ ଚଢ଼େଇ ଯେବେଠୁ ବଜାରକୁ ଆସି ପରିବା ବିକ୍ରି କଲାଣି, ସେବେଠୁ କେହି ବି ମୋ ପାଖରୁ ପରିବା କିଣୁନାହାନ୍ତି। ମୁଁ ଏ ଚଢ଼େଇକୁ ଜମା ବି ଛାଡ଼ିବିନି। ମୋ ଜମିରେ କାମ କରି ଏବେ ମୋ ସହ ଟକ୍କର ଦେଉଛି। ମୁଁ ଆଜି ହିଁ ତାର କିଛି ବ୍ୟବସ୍ଥା କରିବି। ଏ ଚଢ଼େଇ, କୁଆଡ଼େ ଗଲୁ? ଶୀଘ୍ର ବାହାରକୁ ଆସେ। ମୋ ସହ ଟକ୍କର ଦେଇ ତୁ କିଛି ଭଲ କରିନୁ। ଏମିତି ପାଟି କାହିଁକି କରୁଛ? ଏଇଟା ଗୋଟେ ଭଦ୍ର ଚଢ଼େଇର ଘର। ବେଶୀ ପାଟି ନ କରି ଏଠାରୁ ଚାଲିଯାଅ। କଣ ହେଲା? ତୋ ମୁହଁ ତ ଭାରି ବଢ଼ିଗଲାଣି। ମୋ ଜମିରେ କାମ କରୁଥିଲୁ, ଆଉ ଆଜି ଏତେ ବଡ଼ ବଡ଼ କଥା କହୁଛୁ? ତୁମ ଜମିରେ କାମ କରିଥିଲି ବୋଲି ତୁମ ସହ ଭଲରେ କଥା ହେଉଛି, ନହେଲେ ତ ଗଳା ଧକ୍କା ଦେଇ ତୁମକୁ ଏଠୁ ବାହାର କରିଦିଅନ୍ତି। ଏ ପରିବା ଘର ପାଇଁ ତ ଫୁଟାଣି ବଢ଼ି ଯାଇଛି। ଆଜି ମୁଁ ତୋର ଏ ପରିବା ଘରକୁ ଭାଙ୍ଗିଦେବି, ତାପରେ ଦେଖିବି ତୁ କେମିତି ରୋଜଗାର କରିବୁ। ରହିଛ ଦୁଷ୍ଟ କାଉ, ତୁ ଚାହିଁଲେ ବି ଏ ଘରକୁ ଭାଙ୍ଗି ପାରିବୁନି। ଚଢ଼େଇର ପରିଶ୍ରମ ଗୁଣ ପାଇଁ ହିଁ ମୁଁ ଏତେ ଦିନ ତୋ ଜମିରେ ରହିଥିଲି। ମୁଁ ତୋ ପାଖରେ ଥିଲି ବୋଲି ତୁ ଏତେ ଉନ୍ନତି କରିପାରିଲୁ। ତୁ ଯେବେ ଚଢ଼େଇକୁ କାମରୁ ବାହାର କରିଦେଲୁ, ମୁଁ ବି ତା ସହ ଚାଲି ଆସିଲି। ଆଜି ତୋର ଯାହା ବି କ୍ଷତି ହେଉଛି, ସେସବୁ ପାଇଁ ତୁ ନିଜେ ଦାୟୀ। ତୋ ଜ୍ଞାନ ତୋ ପାଖରେ ରଖ। ତୁ ନଥିଲେ ବି ମୁଁ ଉନ୍ନତି କରିପାରିବି। ଆଜି ଏ ଘର ସହ ମୁଁ ତତେ ବି ମାରିଦେବି। ଏମିତି କହି କାଉ ପରୀକୁ ମାରିବା ପାଇଁ ତା ପାଖକୁ ଗଲା। ପରୀ ତା ଯାଦୁ ଶକ୍ତିରେ କାଉକୁ ଏକ ବେଙ୍ଗ କରିଦେଲା। କାଉ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ସେବେଠାରୁ ଚଢ଼େଇର ଆଉ ଚିନ୍ତା ରହିଲାନି। ସେ ପ୍ରତିଦିନ ପରିବା ବିକ୍ରି କରି ଖୁସିରେ ନିଜ ପରିବାର ସହ ରହିଲା।